हेलो। हाँ, तो ହଉଛି ଆମେ ଷ୍ଟାର୍ଟ କରିବା ଗୋଟେ ଏକ୍ଜାମ୍ପଲ୍ କରୁଥିବା ଆମେ ୟୁଜିଂ ଫର୍ ଲୁପ୍ ହ୍ୱାଇଲ୍ ଲୁପ୍ ୟୁଜ୍ କରି ଆମେ ଗୋଟେ ଏକ୍ଜାମ୍ପଲ୍ କରୁଥିବା ତ ସେତେବେଳକୁ ସବୁ ଜଏନ୍ କରିସାରିଥିବେ ତ ଆମେ ତାପରେ ଷ୍ଟାର୍ଟ କରିବା। ଆଜି ଆମେ ପଢ଼ିବା କିଛି ପ୍ୟାଟର୍ନ ପ୍ରିଣ୍ଟ କରିବା ୟୁଜିଂ ଫର୍ ଲୁପ୍ ଆଉ ହ୍ୱାଇଲ୍ ଲୁପ୍ ୟୁଜ୍ କରିକି ଆମେ ନେଷ୍ଟେଡ୍ ଫର୍ ଲୁପ୍କୁ ୟୁଜ୍ କରିକି ତ ଆମେ ତ ପ୍ରିଭିୟସ୍ କ୍ଲାସ୍ରେ ସବୁ ପଢ଼ିଥିଲେ ହ୍ୱାଇଲ୍ ଲୁପ୍ ପଢ଼ିଥିଲେ ଫର୍ ଲୁପ୍ ପଢ଼ିଥିଲେ କେମିତି ଗୋଟେ ରିପିଟ୍ ନକରି କୌଣସି ଷ୍ଟେଟମେଣ୍ଟକୁ ଆମେ କେମିତି କରିପାରୁଛନ୍ତି ୱିଥ୍ ୟୁଜିଂ ଅଫ୍ ଲୁପ୍ ୟୁଜ୍ କରି କେମିତି କରିପାରୁଛନ୍ତି ତ ଆମେ ପ୍ରିଭିୟସ୍ କ୍ଲାସ୍ରେ ପଢ଼ିଥିଲେ ତ ସେ ରିଗାର୍ଡ଼ିଂରେ ଆମେ ଆଜି ଗୋଟେ ଏକ୍ଜାମ୍ପଲ୍ ଗୋଟେ କରୁଥିବା ଇନିସିଆଲି ତ ତାପରେ ପିଲା ଜଏନ୍ କରିସାରିଥିଲେ ଆମେ ଷ୍ଟାର୍ଟ କରିବା। ତ ଫାଷ୍ଟ ଅଫ୍ ଅଲ୍ ତ ସନ୍ଧ୍ୟାବେଳେ କ୍ଲାସ୍ କରୁଛି ତ ସନ୍ଧ୍ୟାବେଳେ ଟିକେ ନେଟୱାର୍କ ପ୍ରୋବ୍ଲେମ୍ ରୁହେ ସବୁବେଳେ ତ ମୋ ଶୁଭୁଛି ନା ନାହିଁ କଥା କ୍ଲିୟର୍ ଶୁଭୁଛି ନା ନାହିଁ? ହଁ କ୍ଲିୟର ଶୁଭୁଛି। ହଉ ଠିକ୍ ଅଛି। ତ ହେଉଛି ଆମେ ଷ୍ଟାର୍ଟ କରିବା। ତାହେଲେ ମୁଁ ରିପ୍ରେଜେଣ୍ଟ କରୁଛି ମୋ ସ୍କ୍ରିନ୍କୁ। ଠିକ୍ ଅଛି ତ ଏଇଟା ମୁଁ କ୍ଲିୟର୍ କରିଦେଉଛି। ତ ଠିକ୍ ଅଛି ଆମେ ହେଉଛି ଏକ୍ଜାମ୍ପଲ୍ଟା ମୁଁ ଲାଷ୍ଟରେ କରେଇବି ଗୋଟେ ଏକ୍ଜାମ୍ପଲ୍ ହେଉଛି ଫିବୋନାକି ସିରିଜ୍ ତ ଯେଉଁମାନେ ତୁମେ ଜାଣିଥିବ ଫିବୋନାକି ସିରିଜ୍ କ'ଣ ତ ଭଲ କଥା ଯେଉଁମାନେ ନ ଜାଣିଛ ବି ତ ସେମାନଙ୍କୁ ମୁଁ କହିଦେବି ଫିବୋନାକି ସିରିଜ୍ କ'ଣ ତ ଗୋଟେ ଏକ୍ଜାମ୍ପଲ୍ ମୁଁ କରେଇବି ଫିବୋନାକି ସିରିଜ୍ ତ ସେଇଟା ଆକ୍ଚୁଆଲି ୟୁଜ୍ ହେବ କେଉଁଥିରେ ନା ଫର୍ ଲୁପ୍ ୟୁଜ୍ କରିକି ଆମେ କରିବା ଆଉ ହ୍ୱାଇଲ୍ ଲୁପ୍ ଫର୍ ଲୁପ୍ ୟୁଜ୍ କରି ଆମେ କରିବା ଫିବୋନାକି ସିରିଜ୍। ତାପରେ ଫିବୋନାକି ସିରିଜ୍ କେମିତି ପ୍ରିଣ୍ଟ କରିବା ମୁଁ ତୁମକୁ କହିଦେବି। ଆଉ ଗୋଟେ ସିରିଜ୍ ଅଛି ଲୁକାସ୍ ସିରିଜ୍ ସେଇଟା ତୁମେ ପ୍ରିଣ୍ଟ କରିବ ମୁଁ ତୁମକୁ ପୁରା ଡିଟେଲ୍ସ କହିଦେବି ହିଣ୍ଟ ଦେଇଦେବି ତ ସେଇଟା ତୁମ ଟାସ୍କ ରହିବ ଲାଷ୍ଟରେ ତୁମେ ଲୁକାସ୍ ସିରିଜ୍ କେମିତି ପ୍ରିଣ୍ଟ କରିବ। ତ ତା ପୂର୍ବରୁ ଆମେ ଫର୍ ଲୁପ୍ ହ୍ୱାଇଲ୍ ଲୁପ୍ ପଢ଼ିଥିଲେ ପ୍ରିଭିୟସ୍ କ୍ଲାସ୍ରେ କେମିତି ଆମେ ଲୁପ୍ ୟୁଜ୍ କରିକି ଆମେ ପ୍ରିଣ୍ଟ କରୁଛନ୍ତି। ତ ନମ୍ବର ଅଫ୍ ଲାଇନ୍ସ ଅଫ୍ କୋଡ଼୍କୁ ଆମେ ରିପିଟେଡ଼୍ଲି ନ ଲେଖି ଆମେ ତାକୁ ଲୁପ୍ ୟୁଜ୍ କରି କେମିତି ଇଜିଲି ପ୍ରିଣ୍ଟ କରୁଛନ୍ତି। ତ ଠିକ୍ ଅଛି ଆମେ ହେଉଛି ଆଜି କ'ଣ କରିବା ନା ମୁଁ କିଛି ପ୍ୟାଟର୍ନ ତୁମକୁ ପ୍ରିଣ୍ଟ କରିକି ଦେଖେଇବି ତ ଯେଉଁଥିରେ ଆମେ ଫର୍ ଲୁପ୍ ୟୁଜ୍ କରି କରିବା। ତ ଫର୍ ଲୁପ୍ ତ ଆକ୍ଚୁଆଲି ପ୍ୟାଟର୍ନ ମାନେ ହେଉଛି ପ୍ୟାଟର୍ନ ଆମେ ଏଥିପାଇଁ କରୁଛନ୍ତି କାହିଁକିନା ଆମର ଏଇଟା ୱେ ଅଫ୍ ଥିଙ୍କିଂ କେମିତି ଆମେ ଭାବୁଛନ୍ତି କେମିତି ହେଉଛି ଆମେ ଆମର ଲଜିକ୍ କେମିତି ଆମେ କ'ଣ ଭାବୁଛନ୍ତି ତ ସେଇଟାକୁ ସେ ଡେଭଲପ୍ କରାଏ। ତ ଡେଭଲପ୍ କରେଇଲେ ହିଁ ତ କ'ଣ ହେବ ନା ତ ଆମେ କିଛି ବି ଗୋଟେ କରିବା ଯାହାବି ଆମେ କିଛି ବି କରିବା କିଛି ଗୋଟେ ନୂଆ ପ୍ରୋଗ୍ରାମ୍ କରିବା ତ ସେଥିପାଇଁ ଆମେ ଆମର ୱେ ଅଫ୍ ଥିଙ୍କିଂ ବା ଲଜିକ୍କୁ ଡେଭଲପ୍ କରିବା ପାଇଁ ପଡ଼ିବ। ତ ସେଇ ଲଜିକ୍କୁ ଡେଭଲପ୍ କରିବା ପାଇଁ ଆମେ କିଛି ଆଜି ପ୍ୟାଟର୍ନ ପ୍ରିଣ୍ଟ କରିବା। ତ ସେଇ ପ୍ୟାଟର୍ନ ପ୍ରିଣ୍ଟ କରିବା ବେଳେ ଆମେ ଯେଉଁ ଲଜିକ୍ ଲେଖିବା ତ ସେଇ ଲଜିକ୍ରେ ଆମର କ'ଣ ହୁଏ ନା ଆମେ ଥିଙ୍କିଂ କାପାସିଟିଟା ହେଉଛି ଗ୍ରୋ ହେବ। ତ କେମିତି ହେବ ମୁଁ ତୁମକୁ ଦେଖାଉଛି। ତ ଆମେ ଫର୍ ଲୁପ୍ ୟୁଜ୍ କରି କେମିତି ଆମେ ଇଜିଲି କରିପାରିବା। ତ ସପୋଜ୍ ମୁଁ ତୁମକୁ କହୁଛି ଏଇଟା ଆମେ ପ୍ରିଣ୍ଟ କରିବା କେଉଁଟା କ'ଣ ପ୍ରିଣ୍ଟ କରିବା ନା ତୁମକୁ ଦେଖାଉଛି ତୁମକୁ ତ ସ୍କ୍ରିନ୍ ସେୟାର କରିଛି ଦେଖାଉଛି ଆମେ ଏଇଟା ପ୍ରିଣ୍ଟ କରିବା। ଦେଖ ତ 4ଟା ହାର୍ସ ଅଛି ତ 4ଟା ଲାଇନ୍ରେ ତ ଏଇଟାକୁ ଆମେ କ'ଣ କରିବା ନା ପ୍ରିଣ୍ଟ କରିବା ହେଉଛି ଆମର ଆଉଟପୁଟ୍ରେ ଏଇଆ ହେଉଛି ପ୍ରିଣ୍ଟ କରିବା। ତ 4ଟା ହାର୍ସ 4ଟା କଲମ୍ରେ 4ଟା ରୋରେ 4ଟା ଲେଖାଏଁ ହାର୍ସ ଅଛି ତ ଆମେ ଏଇଟାକୁ ପ୍ରିଣ୍ଟ କରିବା। ତ ଏଇଟା ଆମେ କେମିତି ପ୍ରିଣ୍ଟ କରିବା ତ ଆମର ଆଉଟପୁଟ୍ ଏଇଆ ଆମେ ଦରକାର ତ ଏମିତି ଏଇଟାକୁ ଆମେ କେମିତି ପ୍ରିଣ୍ଟ କରିବା ତ ତୁମ ମନରେ ଆସୁଥିବ ତ ପ୍ରିଣ୍ଟ କରିବା ବହୁତ ଇଜି। ଆମେ କ'ଣ ଲେଖିବା ନା ଜଷ୍ଟ ଲେଖିବା ହେଉଛି ପ୍ରିଣ୍ଟ ଲେଖିବା। ହଁ ପ୍ରିଣ୍ଟ ଲେଖିବା ପ୍ରିଣ୍ଟ ଲେଖିକି ଆମେ କ'ଣ କରିବା ନା ଏଇଟା ଆମେ ଲେଖିଦେବା। ଥରେ ମୁଁ ସପୋଜ୍ ତ ଏଇଟା ଆମେ ସପୋଜ୍ ମୁଁ ରନ୍ କରେଇଲି ତ ରନ୍ କରେଇଲେ କ'ଣ ଆସିଲା ରନ୍ ମେନ୍ ମୁଁ ଯେତେବେଳେ କରଉଛି ତ ତୁମେ ଆଉଟପୁଟ୍ ଆମର କ'ଣ ଆସିଲା ତ ରନ୍ ହେବାକୁ ଦିଅ। ହଁ ରନ୍ କ'ଣ ଆସିଲା ଆଉଟପୁଟ୍ କ'ଣ ଆସିଲା 4ଟା ହାର୍ସ ଆସିଲା। ତ ତୁମେ ଏଇଟା ଭାବୁଥିବ ତ ହଁ ଏଇଟା ତ ଆକ୍ଚୁଆଲି ଇଜି ଏଇଟା ଆମେ ଥରେ କଲେ ହେଉଛି 4ଟା ଆସିଲା ତ ଆଉ କ'ଣ କରିବା ନା ଆମେ ଆଉ ତାକୁ 3 ଥର କପି କରିଦେବା। ତ ତଳେ ଆମେ ଯଦି କପି କରିଦେବା ଏଇଟାକୁ ଆଉ କ'ଣ କରିବା ନା ସପୋଜ୍ ମୁଁ ଏଠି ତୁମକୁ କପି କରିକି ଦେଖାଉଛି ତ ହେଉଛି Ctrl V ମୁଁ ମାରିଲି ତ ଥରେ କପି ହେଇଗଲା ଆଉ ଥରେ Ctrl V କପି ହେଇଗଲା ଏଣ୍ଟର ମାରିଲି ଆଉ ଥରେ Ctrl V କପି ହେଇଗଲା ମୁଁ ଏଟାକୁ ଯେତେବେଳେ ରନ୍ କରୁଛି ତ 4ଟା ହାର୍ସ ଆସିବ। ତ ଏଇଟା ଆମେ ଚାହୁଁଥିଲେ ତ ଏଇଟା ବି ହେଉଛି ଆମର ଆସିଲା।
କିନ୍ତୁ ତୁମେ ଭାବୁନ କି ତ ଆମେ କ'ଣ କରୁଛନ୍ତି ନା ସମାନ କାମଟାକୁ ବାରମ୍ବାର କରୁଛନ୍ତି। ସମାନ କାମଟାକୁ ଆମେ ବାରମ୍ବାର କରୁଛନ୍ତି। ଏଇଟା ତୁମେ ଭାବୁନ କି ଆମର ସେଇଟାକୁ ଏଗେନ୍ ଆଣ୍ଡ ଏଗେନ୍ ସେଇଟାକୁ ଦେଖୁଛନ୍ତି। ଆମର ଟାଇମ୍ ବହୁତ ଲସ୍ ହେଉଛି। ଆମର ବି ଟାଇମ୍ ଲସ୍ ହେବା ସହିତ ଆମେ ଯାହା ବି ଆମେ ଜାଣିଛନ୍ତି ଲଜିକ୍ ବି କିଛି ଦେଖିପାରୁନାହାନ୍ତି। ତ ତାକୁ ଆମେ କେମିତି ଆମେ ମାନେ ଏଫିସିଏଣ୍ଟ ୱେରେ ପ୍ରିଣ୍ଟ କରିପାରିବା। ତ ତୁମେ ଭାବୁଥିବ ହଁ ଏହାକୁ ଆମେ ଏଫିସିଏଣ୍ଟ ୱେରେ ପ୍ରିଣ୍ଟ କରିପାରିବା। ସପୋଜ୍ ତୁମକୁ ସେ ଦେଲା ତୁମେ 4ଟା ହର୍ସ ୟୁଜ୍ କରିପାରିବନି, ତୁମେ ଓନ୍ଲି ଗୋଟିଏ ହର୍ସ ୟୁଜ୍ କରିବ। ତ ଗୋଟିଏ ହର୍ସ ୟୁଜ୍ କରିକି ତୁମେ କ'ଣ କରିବ ନା ଏଇ ସିଷ୍ଟମ୍ ଏବେ ଆମର କେତେଟା ଅଛି ହର୍ସ, ତ 16ଟା ହର୍ସ ଅଛି। ତ ଗୋଟିଏ ହର୍ସ ୟୁଜ୍ କରିକି ତୁମେ 16ଟା ହର୍ସକୁ ପ୍ରିଣ୍ଟ କରିବ। ତ କେମିତି କରିବ ସେ ଗୋଟିଏ ହର୍ସକୁ ୟୁଜ୍ କରିକି 16ଟା ହର୍ସକୁ କେମିତି ପ୍ରିଣ୍ଟ କରିବ ତୁମକୁ ମୁଁ ଦେଖାଉଛି। ତ ସପୋଜ୍ ଏଇଟା କେବେ ବି ଏଫିସିଏଣ୍ଟ ହୁଏନି। ଏଇଟା ଆମେ ଜଷ୍ଟ ଖାଲି ପ୍ରିଣ୍ଟ ଲେଖିକି ଦେଲେ ତ ସିଏ ଆମେ ଏଠି କେତେଟା ହର୍ସ ୟୁଜ୍ କଲେ 16ଟା ଯାକ ହର୍ସ ଆମେ ୟୁଜ୍ କରିଦେଲେ ପ୍ରିଣ୍ଟରେ। ସେ ତୁମକୁ କହିବ ପ୍ରିଣ୍ଟରେ ଓନ୍ଲି ଗୋଟିଏ ହର୍ସ ୟୁଜ୍ କରିବ। ତ ଗୋଟିଏ ହର୍ସକୁ ଆମେ ୟୁଜ୍ କରିବା ପାଇଁ ତ ଆଇଦର ଆମକୁ ଫାଷ୍ଟ ଗୋଟେ ରୋ କମ୍ପ୍ଲିଟ୍ କରିବା ପାଇଁ ପଡ଼ିବ କିମ୍ବା ଗୋଟିଏ କଲମ୍ କମ୍ପ୍ଲିଟ୍ କରିବା ପାଇଁ ପଡ଼ିବ। ତ ସପୋଜ୍ ମୁଁ ଫାଷ୍ଟ କହିବି ଗୋଟେ ରୋକୁ କମ୍ପ୍ଲିଟ୍ କରିବା ପାଇଁ। ତ ମୁଁ ସପୋଜ୍ କ'ଣ କରିବି ନା ସେ କହିବ ଯେ ଗୋଟିଏ ପ୍ରିଣ୍ଟ ଭିତରେ ତୁମେ କ'ଣ କରିବ ନା ଗୋଟିଏ ହର୍ସ ଲେଖିବ। ଗୋଟିଏ ପ୍ରିଣ୍ଟ ଭିତରେ ଗୋଟିଏ ହର୍ସ ଲେଖିକି ତୁମେ ପ୍ରିଣ୍ଟ କରିବ। ତୁମେ ଯଦି ଏଇଟା କହିଲା ତୁମେ ଭାବୁଥିବ ହଁ ଆମେ ଏମିତି ଲେଖିପାରିବା। ସପୋଜ୍ ଆମେ ଗୋଟିଏ ରୋ ଫାଷ୍ଟ ଷ୍ଟାର୍ଟ କରିବା। ସପୋଜ୍ ମୁଁ ଦେଖାଉଛି ଆମେ ଫାଷ୍ଟ କ'ଣ କରିବା ନା ଏଇ ରୋଟାକୁ କମ୍ପ୍ଲିଟ୍ କରିବା। ତ ଏଇ ରୋଟାକୁ କମ୍ପ୍ଲିଟ୍ କରିବା ପାଇଁ ଆମେ କ'ଣ କରିବା ନା ସପୋଜ୍ ମୁଁ ଏଇଟାକୁ କରୁଛି ପ୍ରିଣ୍ଟ କ'ଣ କରିବି ନା ମୁଁ ପ୍ରିଣ୍ଟ କରିବି ହର୍ସ ପ୍ରିଣ୍ଟ କରିବି। ସପୋଜ୍ ମୁଁ ଏଇଟା ପ୍ରିଣ୍ଟ କଲି ତ ମୁଁ ଏଇଟା ଯେତେବେଳେ ରନ୍ କରିବି ତ ସେ ମୋତେ ଗୋଟିଏ ହର୍ସ ଦେବ। ତ ସେଇଟାକୁ ଯଦି ଆମେ 4 ଥର କରିବା ତ ତଳକୁ ତୁମେ ବୁଝିପାରୁଥିବ। ଏଇଟା ମୁଁ ବୁଝେଇ ସାରିଲା ପରେ ଲେଖି ସାରିଲା ପରେ ତୁମେ ନିଶ୍ଚିତ ଭାବେ ବୁଝିପାରିବ। ସପୋଜ୍ ମୁଁ ଏଇଟାକୁ କ'ଣ କଲି ନା ତ ମୁଁ ଏଇଟା ସପୋଜ୍ ମୁଁ 4 ଥର ଲେଖିଲି। 4 ଥର ଲେଖିଲେ ସେ ମୋତେ କ'ଣ ଦେଲା ନା ମୁଁ ତାପରେ ଯେତେବେଳେ ରନ୍ କରୁଛି ସେ ମୋତେ କ'ଣ ଆଉଟପୁଟ୍ ଦେବ ଆମେ ଦେଖିବା। ତ ସେ ମୋତେ ଆଉଟପୁଟ୍ କ'ଣ ଦେଲା ନା ଗୋଟେ କଲମ୍ରେ 4ଟା ହର୍ସ ଦେଲା। କିନ୍ତୁ ମୁଁ ଫାଷ୍ଟ ଭାବୁଥିଲି କ'ଣ ନା ଗୋଟିଏ ରୋରେ ମୋର ହେଉଛି 4ଟା ହର୍ସ ଆସିବା କଥା। ତ ଗୋଟିଏ କଲମ୍ରେ 4ଟା ହର୍ସ ଆସିଲା। ତ ମୁଁ ପ୍ରିଭିୟସ୍ କ୍ଲାସ୍ରେ ତୁମକୁ ଗୋଟେ କଥା କହିଥିଲି। ତ ନେକ୍ସଟ ବାଇ ଡିଫଲ୍ଟ ପାଇଥନ୍ରେ ସେ କ'ଣ କରେ ନା ନେକ୍ସଟ ଲାଇନ୍କୁ ନେଇଯାଏ। ବାଇ ଡିଫଲ୍ଟ ସବୁ ପ୍ରିଣ୍ଟ ପରେ ସେ ନେକ୍ସଟ ପ୍ରିଣ୍ଟକୁ ସେ ନେକ୍ସଟ ଲାଇନ୍କୁ ନେଇଯାଏ। ତ ତାକୁ ଆମେ ସେମ୍ ଲାଇନ୍ରେ ପ୍ରିଣ୍ଟ କରିବା ପାଇଁ ତୁମକୁ ଗୋଟେ ଫର୍ମୁଲା ମୁଁ କହିଥିଲି। ଆମେ କ'ଣ କରନ୍ତି ନା ୟା ପରେ ଆମେ ଜଷ୍ଟ କମା ଦେଇକି ଆମେ ଲେଖନ୍ତି କ'ଣ ନା ହେଉଛି ଏଣ୍ଡ ଇକ୍ୱାଲ୍ ଟୁ ଜଷ୍ଟ ଡବଲ୍ ହେଉଛି କଲନ୍ ଗୋଟେ ଲେଖନ୍ତି ଡବଲ୍ କୋଟ୍ରେ ଲେଖନ୍ତି। ତ ଏଇଟା ୟା ମାନେ ହେଉଛି ଏ ତୁମକୁ କ'ଣ କରିବନି ମାନେ ହେଉଛି ସେ ନେକ୍ସଟ ଲାଇନ୍କୁ ନ ନେଇ ତ ସେଇ ଲାଇନ୍ରେ ରଖିବ। ସପୋଜ୍ ମୁଁ ଏଠି ରନ୍ କରିକି ତୁମକୁ ଦେଖାଉଛି। ତ ତୁମେ କ'ଣ ଦେଖିଲ ନା ଦେଖ ଫାଷ୍ଟ ଆସିଲା ହର୍ସ ଆସିଲା। ତ କାହିଁକିନା ଆମେ ଏଟାରେ ଲେଖିନାହାନ୍ତି ତ ସେଥିପାଇଁ ସେ ନେକ୍ସଟ ଲାଇନ୍କୁ ନେଇଗଲା। ତ ସେଇ ଯଦି ସେମ୍ ଷ୍ଟେଟମେଣ୍ଟ ମୁଁ ଯଦି ଲେଖେ 4 ଥର ତାହେଲେ ସେ ଆମକୁ କ'ଣ କରିବ ନା ମୁଁ ସପୋଜ୍ ତୁମକୁ କରିକି ଦେଖାଉଛି। ତ ଆକ୍ଚୁଆଲି ମୁଁ ତୁମକୁ ଏଇଟା କରିକି ଦେଖାଉଛି ତୁମେ ବୁଝ ଆକ୍ଚୁଆଲି କ'ଣ ହେଉଛି ୟା ପଛରେ କ'ଣ ହେଉଛି ତୁମେ ଦେଖ କେମିତି ଆମେ ତାକୁ ଡିଫରେଣ୍ଟ ୱେରେ କରିପାରିବା ମୁଁ ତୁମକୁ କହିବି। ତ ଆମେ କେମିତି ତାକୁ କରିପାରିବା ସପୋଜ୍ ମୁଁ 4 ଥର ମୁଁ 4ଟା ହର୍ସ ଚାହୁଁଥିଲି କେମିତି ନା ଗୋଟେ ରୋରେ ମୁଁ 4ଟା ହର୍ସ ଚାହୁଁଥିଲି। ତ ମୁଁ ତାକୁ 4ଟା ସେଭଳିଆ ଲେଖିଲି। ତ ମୁଁ ତ ଯେତେବେଳେ ୟା ପରେ ରନ୍ କରୁଛି ତ କ'ଣ ଆମର ଆଉଟପୁଟ୍ ଆସିଲା। ତ ଆଉଟପୁଟ୍ କ'ଣ ଆସିଲା ନା ହଁ ଠିକ୍ ଆସିଲା। ତ ମୁଁ ଯାହା ଚାହୁଁଥିଲି ସେଇ ଆସିଲା। କିନ୍ତୁ ତୁମେ ପୁଣି ଭାବୁନ କି ତୁମେ ସେଇ କାମଟାକୁ ଆମେ ରିପିଟେଡ଼୍ଲି କରୁଛନ୍ତି। ତ ତାକୁ ଆମେ କେମିତି ହେଉଛି ନା କମେଇବା। ତ ତାକୁ ଆମେ କମେଇବା। ତ ଏଇଟାକୁ ଆମେ କେମିତି କମେଇ ପାରିବା। ତ ମୁଁ ତୁମକୁ କହିଥିଲି ଯେତେବେଳେ ଆମେ ସେମ୍ କାମକୁ ରିପିଟେଡ଼୍ଲି କରନ୍ତି ତ ତାକୁ କମେଇବା ପାଇଁ ଆମେ ଲୁପ୍ ୟୁଜ୍ କରନ୍ତି। ତ ଇନ୍ ଦ କେସ୍ ମୁଁ ଫର୍ ଲୁପ୍ ୟୁଜ୍ କରିବି। ତ ଫର୍ ଲୁପ୍ ୟୁଜ୍ କରିକି ଆମେ କେମିତି ପ୍ରିଣ୍ଟ କରିବା ମୁଁ ତୁମକୁ ଦେଖାଉଛି। ତ ସେମ୍ କାମକୁ ଆମେ ନ କରିକି ଆମେ କ'ଣ କରିବା ନା ହେଉଛି ଫର୍ ଲୁପ୍ ୟୁଜ୍ କରିବା। ତ ଫର୍ ଲୁପ୍ ମୁଁ ଏଇଠି ଗୋଟେ ଦେଉଛି। ଫର୍ ଲୁପ୍ କେମିତି ଆମେ ୟୁଜ୍ କରିବା ତ ମୁଁ ଲେଖିଲି କ'ଣ ନା ଫର୍ ମୁଁ ପ୍ରିଭିୟସ୍ କ୍ଲାସ୍ରେ ମୁଁ ହେଉଛି କହିଥିଲି ଫର୍ ଆଇ ଇନ୍ ରେଞ୍ଜ। ଆଇଟା କ'ଣ ନା ଗୋଟେ ରେଞ୍ଜ ଭିତରେ ଯେଉଁଟାକି ତୁମକୁ କ'ଣ କହିଥିଲି ନା ହ୍ୱାଇଲ୍ ଲୁପ୍ ଆମେ ଯେତେବେଳେ ୟୁଜ୍ କରନ୍ତି ସେ କ'ଣ ହୁଏ ନା ଇନିସିଆଲାଇଜ୍ କରିବା ପାଇଁ ପଡ଼େ। ପୁଣି ତାକୁ ଆମେ ଇନକ୍ରିମେଣ୍ଟ କରିବା ପାଇଁ ପଡ଼େ କିମ୍ବା ଡିକ୍ରିମେଣ୍ଟ କରିବା ପାଇଁ ପଡ଼େ। ପୁଣି ଆମକୁ କଣ୍ଡିସନ୍ ଲେଖିବା ପାଇଁ ପଡ଼େ। ତ ଏଇ 3ଟା ଲାଇନ୍ ଆମକୁ ମାନୁଆଲି କରିବା ପାଇଁ ପଡ଼େ ହ୍ୱାଇଲ୍ ଲୁପ୍ରେ। କିନ୍ତୁ ଫର୍ ଲୁପ୍ରେ ସେ କ'ଣ ହୁଏ ନା ଇନିସିଆଲାଇଜ୍ ଆପେ ହେଇଥାଏ ଯେଉଁଟାକି 0ରୁ ଷ୍ଟାର୍ଟ ହୋଇଥାଏ। ଆଉ ସିକ୍ୱେନ୍ସଟା ତା'ର ହେଉଛି ବାଇ ଡିଫଲ୍ଟ 1 1 ହେଇକି ଚାଲିଥାଏ। ଯଦି ଆମେ ତାକୁ ସିକ୍ୱେନ୍ସକୁ ଚେଞ୍ଜ କରିବା ପାଇଁ ଚାହୁଁଛନ୍ତି ତ ତୁମେ ଏଜ୍ ଏ ଥାର୍ଡ଼ ଭେରିଏବଲ୍ ତ ଷ୍ଟାର୍ଟିଂ ପଏଣ୍ଟ ଏଣ୍ଡିଂ ପଏଣ୍ଟ ତାପରେ ଯେଉଁଟା ଆମେ ଦିଅନ୍ତି କମା ଦେଇକି ତ ସେଇଟା ଆମର ଇଟରେସନ୍ ବା ଆମକୁ ଡିଫରେନ୍ସ ସେଇଟା ଆମେ ଦିଅନ୍ତି। ତ
आम जदि किसी जदि न दौरान तो से बाय डिफॉल्ट कौन ना 1 1 होगी चलो। तो मुझे लिखिले फॉर आई इन रेंज कौन लिखिले आई रेंज क्या भितर 4 भितर ताने आईटा 0 रू स्टार्ट हम 3 जाए जीव। तो मुझे जहाँ कही माने जिते आम 4 लिखुं माने से 4टा भैल्यू नब 4टा भैल्यू माने 0 रू स्टार्ट हम 0 1 2 3 किंबा आम एमती भी लिखिपर तो आमको 4टा भैल्यू दरकार। सपोज आम एमती भी लिखिपर सपोज कौन हम ना 1 रू स्टार्ट हम 5 जाए जीव ता माने हूँ जोटा मुझे जोटा आम सेकेंड लिखते से एक्सक्लूड। तो एक्सक्लूड माने सेटा काउंट हेनी तो तार -1 जाए काउंट हम तार 4 जाए काउंट हम। तो 1 स्टार्ट हम 1 2 3 4 आमको 4टा भैल्यू दरकार माने 4टा हाउस प्रिंट करने 4टा भैल्यू दरकार। फॉर आई इन रेंज 1 2 5 लिखा जहाँ मुझे सर्ट लिखिदे आई इन रेंज 4 ता माने हूँ कौन ना आईटा 4 रू 4टा भैल्यू आम दरकार। तो 0 1 2 3 नब तो आम गोटे यहाँ लिखिपर कि 1 2 5 लिखिपर 1 2 5 लिखिले 1 2 3 4 5 को एक्सक्लूड करी। तो आमको आई इन रेंज एतिक भितर रही से कौन कर हर्स बोली प्रिंट कर। तो आई जो 0 हम तो हर्स थे प्रिंट कर सब इन द केस तो 1 रू 5 नहीं तो आई भैल्यू फास्ट सपोज 1 है तो हर्स प्रिंट करा। तो आई भैल्यू 2 है तो हर्स प्रिंट करा। आई भैल्यू 3 है तो हर्स प्रिंट करा। तो आई भैल्यू 4 है तो सी हर्स प्रिंट कर। तार 4टा भैल्यू 4 थर हर्स प्रिंट कर तो 5 जो भैल्यू हो तो सी आउट ऑफ द लूप पड़ेगा ब्रेक हो स्टेटमेंट। तो मुझे सपोज यहाँ तुमको रन करके देखा तो कौन आमको करने कौन आमको आउटपुट दूसरी सरी फल लूप्रे आम कलन यूज करवा कथा मुझे जोटा यूज करनी से सब ध्यान देवाई पड़ो। तो मुझे रन करुच्ची तो 4टा हर्स देदेला। देख आम से रिपीट करके लिखुले कि आम कौन कले ना गोटे हर्स यूज कले आ कौन कले ना फल लूप यूज करदे। तो फल लूप यूज करदेला बेले आमको गोटे लाइन रे रिपीट कर न लिखिकी आम गोटे लाइन रे 4टा हर्स पाईगले। तो तुम भावुव पुणी आमको तो गोटे रो मिलला तो नेक्स्ट रो नेक्स्ट रो नेक्स्ट रो तो एमती 3टा रो आहरी भी दरकार। तो ताको केमिति करबा तो तुम भावुव तो एटा आम एंड इक्वल टू डबल कोट रखिले माने सेम लाइन। तो आम न्यू लाइन तो तुम भावुव हाँ यहाँ पड़े आसा तो यहाँ जब आम कॉपी करदे हूँ आउ 4 थर तो कौन हम ना पुणी ये करदे माने आउ 4टा देदेव मुझे तुमको करके देखा। सपोज इन द केस मुझे कौन करना आउ थे कंट्रोल V मारिदेली पुणी कंट्रोल V मारे पुणी कंट्रोल V मारे ताने आम 4टा 4 थर से लिखिले माने गोटे कलम रे आम 4टा हर्स पाइले पुणी सॉरी गोटे रो रे 4टा हर्स पाइले नेक्स्ट रो रे पुणी 4टा हर्स पाइबा नेक्स्ट रो रे पुणी 4टा हर्स पाइबा तो एमती पाइबा। मुझे रन करके देखा सी तुम आमको कौन कर देख गोटे रो रे सब हर्स प्रिंट करदेव। देख गोटे हर्स से 16टा हर्स प्रिंट करदेला कहीं प्रिंट कला या पछ रिजन हूँ कौन आम जो एंड इक्वल टू लिखुं से नेक्स्ट लाइन के आणुना। तो नेक्स्ट लाइन के आणुना माने आमको पुणी मानुआली नेक्स्ट लाइन को आने पड़ो। तो मानुआली नेक्स्ट लाइन के आने आम कौन करने पड़ो ना हूँ गोटे प्रिंट करने पड़ो कौन कौन प्रिंट करने पड़ो जोटा कि आमको प्रिंट करने नेक्स्ट लाइन जस्ट आमको गोटे ब्लांक प्रिंट करने पड़ो। सपोज यहाँ प्रिंट कले सी कौन कर ना देख ये कौन कर ना फॉर आई इन रेंज हूँ 1 2 5 है तो ये हर्स फास्ट यहाँ मुझे रन करके तुमको देखा रन कलापर तुमको एक्सप्लेन करी। देख तो यहाँ आमर आसला आउटपुट तो केमी रन हो तुमको कहीदे आगे देख। तो कौन है ना फॉर आई इन रेंज 1 2 5 है तो जो आई भैल्यू 1 है गोटे हर्स प्रिंट कला फास्ट हर्स प्रिंट कला। तब आई भैल्यू 2 है पुणी सेकेंड हर्सटा प्रिंट कला। आई भैल्यू 3 है ये हर्सटा प्रिंट कला। तो आई भैल्यू 4 है ये हर्सटा प्रिंट कला। तापर आई भैल्यू 5 हो गला तार से आउटसाइड ऑफ द लूप पड़े आस तो आउटसाइड ऑफ द लूप माने ये आसला। तो ये आसला माने से न्यू यहाँ ब्लांक अच्छे माने से गोटे न्यू लाइन प्रिंट कला। देन न्यू लाइन प्रिंट कलापर पुणी ये आसला पुणी तो सेमती आम जदि कौन करवा ना सबू लाइन पर जदि आम लिखिदे सेमती हूँ प्रिंट तो यहाँ मुझे सपोज ये लिखिली तो तापर मुझे कौन करना एठी भी लिखिली तो सेमती मुझे तापर मुझे जब एठी भी लिखुची तो प्रिंट तो कौन देखा आउटपुट आम कौन देखा ट्राए करवा। तो यहाँ मुझे देख रन कर कलापर आम आउटपुट कौन आसला हाँ आम जहाँ चाहूँ से आसला। तो आउटपुट तो सामान आसा केमी आसा तुम बुझीपार तो 1 जो भैल्यू 1 आसला फास्ट हर्स प्रिंट करे तब 2 आसला सेकेंड तो 3 आसला भैल्यू थर्ड हर्स प्रिंट करे 4 आसला भैल्यू
तो এই হর্সটা প্রিন্ট করা তারপরে তো কଣ ହେଲା ନା আউটসাইড অফ ଦି লুপ পଳେଇ ଆସିଲା ନ୍ୟୁ ଲାଇନ୍ କି ପ୍ରିଣ୍ଟ କଲା ତ ନ୍ୟୁ ଲାଇନ୍ ଏଇଠିକି ଗଲା ତ ପୁଣି ସେମିତି 1 2 3 4 ପ୍ରିଣ୍ଟ କଲା ପୁଣି ଏଇଠି ନ୍ୟୁ ଲାଇନ୍ କି ଆସିଲା এই লুপটা ପୁଣି ରନ୍ କଲା ପୁଣି ଥାର୍ଡ ଲାଇନ୍ ପ୍ରିଣ୍ଟ କଲା ପୁଣି ଫୋର୍ଥ ଲାଇନ୍ ଏଇଟା ହେଉଛି ରନ୍ କଲା ପୁଣି ଫୋର୍ଥଟା ପ୍ରିଣ୍ଟ କଲା ତ ତୁମେ ଏଠି ଭାବୁନ କି ପୁଣି ଆମକୁ ସେଇ କାମଟା ହେଉଛି ପୁଣି ରିପିଟେଡ୍ କରିବା ପାଇଁ ପଡ଼ୁଛି ତ ଯେଉଁ କାମ ଆମକୁ ରିପିଟେଡ୍ କରିବା ପାଇଁ ପଡ଼େ ତ ତା ପାଇଁ ଆମେ ଲୁପ୍ ୟୁଜ୍ କରନ୍ତି ତ ଏଇ କାମଟାକୁ ଆମେ ଯେଉଁ 4 ଥର ଲେଖିଲେ ସେଇଆକୁ ଏତିକି ଯେଉଁ ଆମେ ଲେଖିଲେ ତ ୟାକୁ ଆମେ କାଟିକି ଆମେ ଆଉ ଥରେ କ'ଣ କରିବା ନା ଗୋଟେ ଲୁପ୍ ୟୁଜ୍ କରିବା କେମିତି ଲୁପ୍ ୟୁଜ୍ କରିବା ମୁଁ ତୁମକୁ କହୁଛି ଦେଖ ଯେଉଁ ଲୁପ୍ଟା କି ଯେଉଁ ଲୁପ୍ ଅଣ୍ଡରରେ ଏ ଲୁପ୍ଟା ଯିବ ତ ମୁଁ ତୁମକୁ ଦେଖାଉଛି ସେ ଲୁପ୍ଟା ଆମେ କେମିତି ୟୁଜ୍ କରିବା ତ ଏଠି ମୁଁ ଲେଖୁଛି କେମିତି ଆମେ ୟୁଜ୍ କରିବା ତ ଫର୍ तुम एक्चुअली काउंटेबलटा आई कि जे कि के कि एल कि एफ कि बी तुम्हें जहाँ भी नहीं पार सेटा हूँ तुम्हें जहाँ भी नहीं पार सपोज इन द केस मु आई नहीं तो ये मुझे नौचे आ गए काउंटर वेरिएबल फॉर जे इन रेंज 1 to 5 ता माने है तो बुझ केमी हो तो यहाँ मुझे रन कर दूसरी मुझे तुमको कहूँ रन करदेला सॉरी तो मुझे भूल जाऊँगी कलम देवाई तो मु रन करुच्ची इंडेंटेशन दिया है नहीं जो फॉर सेकंड फॉर पर प्रिंट पाखर हाँ ठीक अच्छे हाँ इंडेंटेशन दि जाए ना तो मुझे इंडेंटेशन दूसरी हाँ तो आम इंडेंटेशन देले हूँ मुझे प्रिंट कर प्रिंट कलापर आम देखा हूँ ना कौन हम हाँ तो इंडेंटेशन दिखाई हाँ भलटा कहीदेल कहीं फर अंडर तो ये जाऊँगी ता माने हूँ फर अंडर फर तो यही फर अंडर टोटालटा तो आम केमी रन कर सारापर मुझे तुमको कहूँ कौन हूँ आउटपुट केमी देख आमको एत लाइन न करिक आम फर लूप यूज करके 3 लाइन 4 लाइन तो आंसरटा पाईगले आम लूप प्रिंट कले तो आम केमी प्रिंट है देख मुझे तुमको बुझाऊँ फास्ट आसला जे वैल्यू 1 तो 1 जिते जे वैल्यू सी कौन कला ना स्टार्ट कला जे वैल्यू जो 1 से स्टार्ट कला कौटा फास्ट हर्स प्रिंट जो जे वैल्यू 1 है से भितर को पशिला तो भितर को पशिला पुणी देखला कौन ना आई वैल्यू जो 1 से सी हूँ प्रिंट कला 1 तापर जो आई रैल्यू 2 पुणी प्रिंट कला सेकेंड हर्स जो आई रैल्यू 3 तो हूँ थर्ड हर्स प्रिंट करे तो आई रैल्यू 4 तो कौन कला से फोर्थ हर्स प्रिंट कला तापर से कौन कला ना आउटसाइड लूप पड़े आसला प्रिंट एटा ब्लांक अच्छे से न्यू लाइन को नहीं आसला न्यू लाइन के आनला पुणी यहाँ घूरिकी गला कौट ना यही फर पाखक फास्ट फर पाखक पुणी जे वैल्यू के 2 हो गला तो जे वैल्यू 2 हो गला से ऑटोमेटिकली इंक्रीमेंट करे फर लूप तो जे वैल्यू जो 2 हो गला तो सी सेकेंड पुणी सेमती 4टा प्रिंट कला पुणी जो सेकेंड भीतर को पशिला सेकेंड 4टा हर्स प्रिंट कला पुणी प्रिंट ये न्यू लाइन आसला पुणी फर लूप को ये गला तो जब आई वैल्यू 3 आसला तो 3 आसला देखला ट्रू अच्छी आई वैल्यू 3 आसला तो से पुणी भीतर को पशिला से थर्ड रो रे जो 4टा हर्स पुणी प्रिंट कला पुणी से न्यू लाइन के आसला पुणी से एगेन गला ये भाया एगेन घूरी घूरी जो 4टा हर्स प्रिंट करदे जे वैल्यू 5 हो गला 1 to 5 माने 5 को एक्सक्लूड तो जे वैल्यू जो 5 हो गला तो 5 ता भीतर रेंज भीतर नहीं तो सी कौन कला ना आउटसाइड द लूप पड़े आसला तो हमको आउटपुट देदेला तुम बुझीपार ना यहाँ बुझीपारानी किए भी बुझीपारानी कह मुझे तुमको हूँ बुझेबी किए भी हूँ बुझीपारानी हूँ कह यहाँ कौन बुझीगलानी सब बुझेला से जो एंड लेखिकी गोटे दिया ना मोर कोलोन सॉरी हमर कोटेशन डबल कोटेशन हाँ तो कोटा देखा एंड हाँ तो एंड देखिए डबल कोटेशन आम ये लिखिले तो यहाँ हूँ न्यू लाइन को न आने यहाँ जब आम न लिखुं से बाय डिफॉल्ट कौन करे ना न्यू लाइन को पड़े आसे पाइथन रे जिते प्रोग्राम करती से कौन करे ना न्यू लाइन को पड़े आसे हूँ स्टेटमेंटा तो यहाँ मुझे तुमको जो फास्ट केस मुझे देखा सपोज मुझे न लिखुची न लिखिकी आम रन करवा कौन आसो हूँ आउटपुट मुझे रन करुच्ची रन कलापर तुम आउटपुट आम देखा कौन आस देख कौन आस तो सी एक्सट्रा देखा गोटे गोटे न्यू लाइन की नहीं आस तो से जो 4टा हर्स को न्यू लाइन की न आने बुझीपार तो यही 4टा हर्स को हाँ हाँ ठीक अच्छे बुझे जदि से जो एंड लेखिकी डबल कोटेशन भर किसी दबा
ନା ଡବଲ କୋଟେସନ ଭିତରେ କିଛି ଦେଲେ କିଛି ବି ଆସିବନି। ତା ସିଣ୍ଟାକ୍ସ ହିଁ ସେଇଆ। ତା ସିଣ୍ଟାକ୍ସ ସେଇଆ ଯେ ଡବଲ କୋଟେସନ ଏଣ୍ଡ ଇକ୍ୱାଲ ଟୁ ଡବଲ କୋଟେସନ, ତ ମାନେ ନ୍ୟୁ ଲାଇନକୁ ସେ ନ ନେବ। ତ ଆମେ ଦେଖିବା, ମୁଁ ତୁମକୁ କରି ତତେ ଦେଖଉଛି। ତ ଏଣ୍ଡ ଭିତରେ କେବେ ମୁଁ ବି ଟ୍ରାଏ କରିନି, ତ ଆମେ ଟ୍ରାଏ କରି ଦେଖିବା। ତ ଏ ଦେଖ ଏଣ୍ଡ ଭିତରେ ପଳେଇ ଆସିଲା। ଏଣ୍ଡ ମୁଁ ଯେତେବେଳେ ଇକ୍ୱାଲ ଟୁ ମାରୁଛି, ତ ଡବଲ କୋଟେସନ ସପୋଜ ଆମେ ତୁ କହୁଛୁ ଡବଲ କୋଟେସନ ଭିତରେ କିଛି ଗୋଟେ ଦେବା। ସପୋଜ ଆମେ ଗୋଟେ ହଉଛି କ୍ୟାରେକ୍ଟର ଦେଲେ ଟି ଦେଇକି ଆମେ ହଉଛି କ'ଣ କରିବା ନା ରନ୍ କଲେ କ'ଣ ଆସିଛି ଆଉଟପୁଟ୍ ଦେଖିବା। ହଁ, ତ ତା ଭିତରେ ଯାହା ଦେବା ସିଏ ବି ସୁଦ୍ଧା ତା ଭିତରେ ପ୍ରିଣ୍ଟ ହେଇଯିବ। ତା ମାନେ ବୁଝିପାରୁଛ ନା? ତ ଆମେ ଯଦି ଖାଲି ଲେଖୁଛନ୍ତି ମାନେ ସେ ଜଷ୍ଟ କ'ଣ କରୁଛନ୍ତି, ସେମ୍ ଲାଇନରେ ନେଉଛି। ତ ତା କିଛି ବି ତା ଭିତରେ ଭେରିଏବଲ ନେବା ମାନେ ସେ ଜଷ୍ଟ ଗୋଟେ ପ୍ରିଣ୍ଟ କରିସାରିଲା ପରେ ତାକୁ ସୁଦ୍ଧା ତା ଭିତରେ ଇନସର୍ଟ କରିଦେବ। ସପୋଜ ମୁଁ ଏଠି ଟି ଜାଗାରେ କ'ଣ କରୁଛି ନା ତୁଷାର ଲେଖୁଛି, ତ ସେ କ'ଣ କରିବ କହିଲ, ଗୋଟେ ହର୍ସ ପ୍ରିଣ୍ଟ କରିବ, ତାପରେ ତୁଷାର ପ୍ରିଣ୍ଟ କରିବ, ପୁଣି ହର୍ସ ପ୍ରିଣ୍ଟ କରିବ, ପୁଣି ତୁଷାର ପ୍ରିଣ୍ଟ କରିବ, ତ ଏମିତି ପ୍ରିଣ୍ଟ କରିବ। ତ ମୁଁ ରନ୍ କରି ତ ଦେଖଉଛି। ହଁ ଦେଖ, ତ ସେ ଆସ। ତ ଏଇଟା ଆମେ ଯଦି ବ୍ଲାଙ୍କ ରଖିବା ତ ସେ କିଛି ବି ପ୍ରିଣ୍ଟ କରିବନି, ଜଷ୍ଟ ସେମ୍ ଲାଇନରେ ଷ୍ଟେ କରିକି ରଖିବ। ମାନେ ସେ ହର୍ସ ପରେ ହର୍ସ, ହର୍ସ ପରେ ହର୍ସ। ତ ବୁଝିପାରିଲ? ହଁ ହଁ ହଁ। ତ ତ ତ ଆମେ କ'ଣ କରିବା? ତ ହଉଛି ଆମେ ଏଇଟା ଗୋଟେ ଆମେ ହଉଛି ବୁଝିଲେ ଯେ କେମିତି ତ ଆଉ କାହାର ବି କିଛି ଡାଉଟ୍ ଅଛି ଏଇଟା, ଯିଏ ବି ବୁଝି ନ ପାରିଲା କୁହ ଏଇଟା ଆମେ ହଉଛି ମୁଁ ତମକୁ ବୁଝେଇବି। ତ ୟା ପରେ ଆମେ ଆହୁରି ପ୍ୟାଟର୍ନ 2ଟା 3ଟା କରିବା। ତ ସେତେବେଳକୁ ଆଉ ଟିକେ ପୁଣି ଲଜିକ୍ ଲେଖିବା ପାଇଁ ପଡ଼ିବ, ଲଜିକ୍ ଚେଞ୍ଜ କରିବା ପାଇଁ ପଡ଼ିବ। ତ ଏଇଟା ଥିଲା ଗୋଟେ ସିମ୍ପଲ୍ ପ୍ୟାଟର୍ନ ଯେଉଁଟାକି ଆମେ ଫର୍ ଲୁପ୍ ୟୁଜ୍ କରିକି କରିଲେ। ତ ମୁଁ ଏଇଟା ଆଉଥରେ ବି ତମକୁ ବୁଝେଇ ଦେଉଛି। ଫର୍ ମାନେ ତ ଏଇଟା ଆମେ 1 to 5 ନ ଲେଖିବା, ଆମ 4ଟା ଭ୍ୟାଲୁ ଦରକାର। ତ ଏଇଟା ଆମେ ସିମ୍ପଲି କ'ଣ ଲେଖିବା ନା 4 ଲେଖିବା। ତ ମାନେ ହଉଛି ଆମକୁ 4ଟା ଭ୍ୟାଲୁ ଦରକାର। ମାନେ ସେ 0ରୁ ଷ୍ଟାର୍ଟ ହେବ, ବାଇ ଡିଫଲ୍ଟ ହଉଛି 0ରୁ ଷ୍ଟାର୍ଟ ହେବ, 0 1 2 3। ତ ଆମକୁ 4ଟା ଭ୍ୟାଲୁ ଦରକାର। ରେଞ୍ଜ ଖାଲି ଗୋଟିଏ ପାରାମିଟର ଆମେ ପାସ୍ କରିବା ମାନେ ଆମେ 7ଟା ଭ୍ୟାଲୁ ଦରକାର। ତ ଏଇଟା 0ରୁ ଷ୍ଟାର୍ଟ ହେବ। ତ ଏଠି ବି ସେମିତି ଆମକୁ 4ଟା ଭ୍ୟାଲୁ ଦରକାର। ତ ସେମିତି ଆମେ 4 ଦେବା। ସପୋଜ ଆମକୁ କ'ଣ କରିବା ପାଇଁ ପଡ଼ିବ, ତ ଆମକୁ ଏଇଟା ପ୍ରିଣ୍ଟ କରିବା ପାଇଁ ପଡ଼ିବ। ଆଉ ଗୋଟେ ଲେଖେ ହାଉସ୍ ଆମେ ବଢ଼େଇ ଦେବା ସବୁ ଲାଇନରେ। ସପୋଜ ହେଉଛି ଏଇଟା ପ୍ରିଣ୍ଟ କରିବା ପାଇଁ ପଡ଼ିବ, ଏଇଟା ପୁଣି ପ୍ରିଣ୍ଟ କରିବା ପାଇଁ ମାନେ 5ଟା ଲାଇନ୍ ସବୁ ଲାଇନରେ କ'ଣ ହେଉଛି 5ଟା ଲେଖେ। ମାନେ ଯେମିତି ଆମେ କ'ଣ କହିଲ ସ୍କୋୟାର ସାଇଜରେ ଆମେ ପ୍ରିଣ୍ଟ କରିବା ପାଇଁ ଚାହୁଁଛନ୍ତି। 1 2 3 4 5 ତ ଆମେ ସ୍କୋୟାର ସାଇଜରେ ପ୍ରିଣ୍ଟ କରିବା ପାଇଁ ଚାହୁଁଛନ୍ତି। ତ ଏଠି ଆମକୁ କ'ଣ କରିବା ପାଇଁ, ୟା ଭିତରେ 5 ପାସ୍ କରିବା ପାଇଁ ପଡ଼ିବ। ମାନେ ଆମକୁ 5ଟା ଭ୍ୟାଲୁ ଦରକାର। ତ 5ଟା ଭ୍ୟାଲୁ ଯେତେବେଳେ ମୁଁ ପାସ୍ କରୁଛି, ତ ସେ କ'ଣ କରିବ ନା ରନ୍ ମୁଁ କରୁଛି, ଯେତେବେଳେ ରନ୍ କରୁଛି ତ ସେ କ'ଣ କରୁଛି ନା ଦେଖ 5ଟା ଆଉଟପୁଟ୍ ତାର। ତ ଏଇଟା କେମିତି ୱାର୍କ କରୁଛି ମୁଁ ତୁମକୁ ଯଦି ଦେଖେଇବି, ଟ୍ରାଏ କରିବା କେମିତି। ହଁ, ତ ମୁଁ କେମିତି ୱାର୍କ କରୁଛି ମୁଁ ତୁମକୁ କହିଦେଉଛି। ତୁମେ ଦେଖ, ତୁମର ଡିବଗ୍ ଆକ୍ସନ୍ଟା କାମ କରୁନି ଏଇଠି। ତ ମୁଁ ଆଉଥରେ ତୁମକୁ କହୁଛି। ତ ଜେର ଭ୍ୟାଲୁ 0ରୁ ଷ୍ଟାର୍ଟ ହେଲା। ତ 5ଟା ଭ୍ୟାଲୁ ମାନେ 0ରୁ 4 ଯାଏଁ ଗଲା। 0 1 2 3 4। ତୁମେ ଏଇଟା ବୁଝିପାରିଲେ ୟା ପରେ ନେକ୍ସଟ ସବୁ ବୁଝିପାରିବ। ମୁଁ ଆଉଥରେ ବୁଝେଇ ଦେଉଛି। ତ 0ରୁ ଷ୍ଟାର୍ଟ ହେଲା, ଜେର ଭ୍ୟାଲୁଟା 0ରୁ ଷ୍ଟାର୍ଟ ହେଲା। ଯେତେବେଳେ ଭ୍ୟାଲୁଟା 0ରୁ ଦେଖିଲା ଯେ ହଁ 0ଟା ଆମ ରେଞ୍ଜ 5 ଭିତରେ ଯାଉଛି, ତ ସେ କ'ଣ କଲା ନା ଭିତରକୁ ପଶିଲା। ବୁଝୁଛ ନା? ତ ମୁଁ ଏଇ ଆଉଟପୁଟ୍ଟା ନ ଦେଇକି, ସପୋଜ ତୁମେ ଭାବ ଏଇଟା ହେଉଛି ଆଉଟପୁଟ୍। ତ ଏତେ ସମୟ ନେଇକି ଏତେ ସମୟ ସ୍କ୍ରୋଲ୍ କରିକି ବୁଝିବା। ତ ସପୋଜ ଭାବ ଏଇଟା ହେଉଛି ଆଉଟପୁଟ୍। ତ ଏଇଟା ଆଉଟପୁଟ୍ ସପୋଜ ଜେ ଯେତେବେଳେ 0 ଆସିଲା, ତ ସେ ଜାଣିଲା ଯେ ହଁ ଜେଟା ରେଞ୍ଜ 5 ଭିତରେ 0 ଆସୁଛି। ତ ସେ ଭିତରକୁ ଏଣ୍ଟ୍ରି କଲା। ସେତେବେଳେ ଭିତରକୁ ଏଣ୍ଟ୍ରି କଲା, ପୁଣି ଦେଖିଲା କ'ଣ ଫର୍ ଆଇ ଇନ୍ ରେଞ୍ଜ। ତ ଫର୍ ପୁଣି ଆଇ ପାଇଁ ବି ମୂଳରୁ ରେଞ୍ଜ ଷ୍ଟାର୍ଟ ହେଲା। ତାମାନେ 0ରୁ ଷ୍ଟାର୍ଟ ହେଲା। ଯେତେବେଳେ 0 ଭ୍ୟାଲୁ ଆସିଲା, ତ ଗୋଟିଏ ହର୍ସ ପ୍ରିଣ୍ଟ କଲା, ଫାଷ୍ଟ ହର୍ସଟା ପ୍ରିଣ୍ଟ କଲା। ତ ପୁଣି ପୁଣି ଆଇର ଭ୍ୟାଲୁ ଯେତେବେଳେ 1 ଆସିଲା, ତ ଏଇଟା ପ୍ରିଣ୍ଟ କଲା। ପୁଣି ଯେତେବେଳେ 2 ଆସିଲା, ଏଇଟା ପ୍ରିଣ୍ଟ କଲା। ତ 3 ଆସିଲା, ଏଇଟା ପ୍ରିଣ୍ଟ କଲା। ତ 4 ଆସିଲା, ଏଇଟା ପ୍ରିଣ୍ଟ କଲା। ତାହେଲେ 5ଟା ଭ୍ୟାଲୁ ସେ ପାଇଗଲା। ତାପରେ ଯେତେବେଳେ ସେ ଏଇଠି ଆମେ 5ଟା ଭ୍ୟାଲୁ ଆମେ ହେଉଛି ତାକୁ ପାସ୍ କରେଇଛନ୍ତି। ତାପରେ 6 ନମ୍ବର ଭ୍ୟାଲୁ ଯେତେବେଳେ ଆସୁଛି, ତ ସେ ଦେଖିଲା ଯେ ସେଇଟା ଆମ ରେଞ୍ଜ ଭିତରେ ନାହିଁ। ସେ କ'ଣ କଲା ନା ଆଉଟସାଇଡ୍ ଦି ଲୁପ୍ ଜମ୍ପ କରି ଆସିଲା। ଆଉଟସାଇଡ୍ ଦି ଲୁପ୍ ମାନେ କୋଉଠି ଆସିଲା, ଏଇଠିକି ଆସିଲା। ଏଇଠି ଆସିଲା ମାନେ ଆମର ଏଇଠି କ'ଣ ନା ନ୍ୟୁ ଲାଇନ୍ ପ୍ରିଣ୍ଟ କରେ। ତ ସେ କ'ଣ ପଳେଇ ଆସିଲା, ନ୍ୟୁ ଲାଇନ୍କି ପଳେଇ ଆସିଲା। ତାମାନେ ଆମର କଣ୍ଟ୍ରୋଲଟା ଏଇଠିକି ପଳେଇ ଆସିଲା। କଣ୍ଟ୍ରୋଲଟା ଯେତେବେଳେ ଏଇଠିକି ପଳେଇ ଆସିଲା, ପୁଣି ତ ଏଇଠିକି ଆସିଲା ପରେ ସେ ପୁଣି ରିଟର୍ନ କଲା କୋଉଠି ନା ଏଇଠିକି ରିଟର୍ନ କଲା। ଏଇଠି ରିଟର୍ନ କରିକି କ'ଣ ଦେଖିଲା, ଫର୍ ଜେ ଇନ୍ ରେଞ୍ଜ ଆମେ ଫାଷ୍ଟ 0 ପାଇଁ ଦେଖିଥିଲେ। ପୁଣି ତାପରେ ଗୋଟେ ଇନକ୍ରିମେଣ୍ଟ ହେଇଯାଇଛି। ମୁଁ କହିଥିଲି ଫର୍ ଲୁପ୍ରେ ଇନକ୍ରିମେଣ୍ଟ ଆପେ ହୁଏ। ତ ତାପରେ ଇନକ୍ରିମେଣ୍ଟ ହେଇକି 1 ହେଇଯାଇଛି। ତ ସେ ଦେଖିଲା ପୁଣି କ'ଣ ନା 1ଟା ବି ରେଞ୍ଜ 5 ଭିତରେ ଆସୁଛି। ଯେତେବେଳେ ଟ୍ରୁ ହେଉଛି, ସେ ପୁଣି ଲୁପ୍ଟା ପୁଣି ଭିତରକୁ ପଶିଛି। ପୁଣି ଭିତରେ ଯେତେବେଳେ ଏଇ 1ଟା ଇନିସିଆଲ 0 ଆସିଥିଲା, ପୁଣି ବର୍ତ୍ତମାନ ପାଇଁ ଏ ଆଇର ଭ୍ୟାଲୁ ସୁଦ୍ଧା 1 ହେଇଯାଇଛି। ତାମାନେ ହେଉଛି
ସରି ପୁଣି ଯେତେବେଳେ ଭିତରକୁ ପଶିଛି ସେ ପୁଣି ମୂଳରୁ ଷ୍ଟାର୍ଟ କଲା ଫର୍ ଆଇ ଇନ୍ 0 1 2 3 4 ତ 5ଟା ହର୍ସ ଦରକାର ତ 5ଟା ହର୍ସରେ ପୁଣି ଷ୍ଟାର୍ଟ କରିକି ପୁଣି ସେକେଣ୍ଡ ଲାଇନଟା ପ୍ରିଣ୍ଟ କଲା ଯେତେବେଳେ 6 ହେଇଗଲା ତ ସେତେବେଳେ ଦେଖିଲା 6ଟା ରେଞ୍ଜ ଭିତରେ ନାହିଁ ତ ସେ ହେଉଛି ଆଉଟସାଇଡ୍ ଦି ଲୁପ୍ ପଳେଇ ଆସିଲା ଆଉଟସାଇଡ୍ ଦି ଲୁପ୍ ଆସିକି ପୁଣି କ'ଣ କଲା ନ୍ୟୁ ଲାଇନ୍ ଗୋଟେ ପ୍ରିଣ୍ଟ କଲା ପୁଣି ନ୍ୟୁ ଲାଇନ୍ରେ ପ୍ରିଣ୍ଟ କଲା ପରେ ପୁଣି ଏଇଠି ଗଲା କଣ୍ଟ୍ରୋଲ ପୁଣି ଯେ 1 2 ପାଇଁ ଯାଇଥିଲା ତାପରେ ପୁଣି ଆସିଲା ଜେର ଭ୍ୟାଲୁ ସପୋଜ 3 ଆସିଲା ପରେ ପୁଣି ଏମିତି କଣ୍ଟିନ୍ୟୁ କରିକି ପାଞ୍ଚଟା ଭ୍ୟାଲୁ ଆମେ ପାସ୍ କରୁଛନ୍ତି ମାନେ 5ଟା ଭ୍ୟାଲୁ ଯାଏଁ ସେ ହେଉଛି କଣ୍ଟ୍ରୋଲ ଗଲା ତାପରେ ଯେତେବେଳେ 5 ଯେତେବେଳେ ଅଧିକ ଗୋଟେ ଭ୍ୟାଲୁ ପଳେଇ ଆସିଲା ତ ସେ ଦେଖିଲା ଯେ ଏଇଟା ମୋ ରେଞ୍ଜ ଭିତରେ ନାହିଁ ସେ ପୁରା ଟୋଟାଲି ଆଉଟସାଇଡ୍ ଦି ଲୁପ୍ ପଳେଇ ଆସିଲା ତୁମକୁ ଆଉଟପୁଟ୍ ଦେଇଦେଲା ତ ତୁମେ ବୁଝିପାରୁଛନ୍ତି କେମିତି ହେଉଛି ନା ୱାର୍କ କରୁଛି ତ ଆଉ କିଛି ବି କାହାର ଡାଉଟ୍ ଅଛି କୁହ ହଁ ହଁ ବୁଝିହେଲା ତ ଆଉ କେହି ବି ତ ଏଇଟା ତୁମେ ଆକ୍ଚୁଆଲି ବୁଝିପାରିଲେ ୟା ପରେ ଯେଉଁ ଦୁଇଟା ପ୍ୟାଟର୍ନ କରିବା ତ ସେମ୍ କନସେପ୍ଟ ୟୁଜ୍ ହେବ ସେମିତି ଫର୍ ଇନସାଇଡ୍ ଏ ଫର୍ ଯେଉଁଟା ଆମେ କୁହନ୍ତି ନେଷ୍ଟେଡ୍ ଫର୍ ସେଇଟା ହିଁ ୟୁଜ୍ ହେବ ଯେମିତି ଇଫ୍ ଭିତରେ ଇଫ୍ ୟୁଜ୍ କରିଥିଲେ ନେଷ୍ଟେଡ୍ ଇଫ୍ ତ ସେମିତି ହିଁ ୟୁଜ୍ କରିକି କରିବା ତ ହଁ ଗଣେଶ କ'ଣ ବୁଝିପାରିଲି ଯଦି ବୁଝିପାରୁଛ ନା ସବୁ ତ ବୁଝିପାରୁଛ ଯଦି ମୁଁ ନେକ୍ସଟ ପ୍ୟାଟର୍ନ ଗୋଟେ ପ୍ରିଣ୍ଟ କରିକି ତମକୁ ଦେଖେଇବି ଯେ ବି ବୁଝି ନ ପାରୁଛ ତ କୁହ ଆମେ ହେଉଛି କେଉଁଠି ବୁଝିପାରୁନ ଆମେ ରନ୍ କରିକି ଦେଖିବା ମୁଁ ବି ସବୁ ଜାଣିନି ତ ଆମେ ରନ୍ କରିବା ଦେଖିବା ମିଶିକି କ'ଣ କରିବା କ'ଣ ଆମର ଏରର ଆସିଛି କ'ଣ ସେ ଏରରକୁ ଆମେ କେମିତି ଓଭରକମ୍ କରିପାରିବା କେମିତି ତାକୁ ଚେଞ୍ଜ କରିପାରିବା ତ ଦେଖିବା ତମେ ହେଉଛି କୁହ ବୁଝିପାରିଲ ଯଦି ତ ନେକ୍ସଟ ହେଉଛି ଷ୍ଟାର୍ଟ କରିବା ଆଜ୍ଞା ସାର୍ ବୁଝିହେଲା ଠିକ୍ ଅଛି ତ ବୁଝିହେଲା ଯଦି ମୁଁ ନେକ୍ସଟ ଆଉ ଗୋଟେ ପ୍ରିଣ୍ଟ କରୁଛି ପ୍ୟାଟର୍ନ ପ୍ରିଣ୍ଟ କରୁଛି ସେଇଟା ତୁମେ ମୁଁ କିଛି ସମୟ ଗୋଟେ ମିନିଟ୍ ତୁମକୁ ଟାଇମ୍ ଦେବି ତୁମେ ନିଜେ ଭାବିବ ତ ନିଜେ ଭାବିଲା ପରେ ତୁମେ ଭାବି ରଖିଥିବ ତାପରେ ମୁଁ ତୁମକୁ ହେଉଛି କଲାବେଳେ ତୁମେ ନିଜେ ନିଜକୁ ଜଜ୍ କରିବ ଯେ ହଁ ଏଇଟା ମୁଁ ଯାହା ଭାବିଥିଲି ଲଜିକ୍ଟା ସେଇଟା ଠିକ୍ କି ନୁହେଁ ସପୋଜ୍ ଇନ୍ ଦ କେସ୍ ମୁଁ ଏଇଟା ପ୍ରିଣ୍ଟ କରିବା ପାଇଁ ଚାହୁଁନି ମୁଁ ପ୍ରିଣ୍ଟ କରିବା ପାଇଁ ଚାହୁଁଛି କ'ଣ ନା ମୁଁ ପ୍ରିଣ୍ଟ କରିବା ପାଇଁ ଚାହୁଁଛି ଗୋଟେ ପ୍ୟାଟର୍ନ ମୁଁ ପ୍ରିଣ୍ଟ କରିବା ପାଇଁ ଚାହୁଁଛି ଫାଷ୍ଟ ଇଏରେ ଗୋଟେ ହର୍ସ ଥିବ ଫାଷ୍ଟ ରୋରେ ଗୋଟେ ହର୍ସ ଥିବ ସେକେଣ୍ଡ ରୋରେ ହେଉଛି 2ଟା ହର୍ସ ଥିବ ଥାର୍ଡ଼ ରୋରେ 3ଟା ହର୍ସ ଥିବ ଫୋର୍ଥ ରୋରେ 2 3 4 4ଟା ହର୍ସ ଥିବ ହଁ ତ ଏଇଟା ତୁମକୁ ସିମ୍ପଲି ଆମର ଲାଗୁଛି କ'ଣ ନା ରାଇଟ୍ ଆଙ୍ଗେଲ୍ ଟ୍ରାଆଙ୍ଗେଲ୍ ସେପ୍ରେ ଲାଗୁଛି ହଁ ତ ଏମିତି ଗୋଟେ ରାଇଟ୍ ଆଙ୍ଗେଲ୍ ଟ୍ରାଆଙ୍ଗେଲ୍ ଗୋଟେ ସେପ୍ ଆମେ ତିଆରି କରିବା ତ ଆମେ କ'ଣ ଲଜିକ୍ ଲେଖିବା ତ ହେଉଛି ଏମିତି ଗୋଟେ ହେଉଛି ପ୍ୟାଟର୍ନ ଆମେ ତିଆରି କରିବା ସପୋଜ୍ ଏଇ ଯେଉଁ ଆଉଟପୁଟ୍ରେ ଏଇ ଆଉଟପୁଟ୍ରେ ଏମିତି ଗୋଟେ ପ୍ୟାଟର୍ନ ଆସିବ ତ ଆମେ କ'ଣ ଲଜିକ୍ ଲେଖିବା ତ ଏଠି ତୁମେ ଗୋଟେ କଥା ତୁମକୁ ଜଷ୍ଟ ହିଣ୍ଟ ଦେଉଛି ତ ଏଠି କ'ଣ ହେଉଛି ନମ୍ବର ଅଫ୍ ଦି ହର୍ସ ଡିପେଣ୍ଡ ଅପନ୍ ଦି ରୋ ନମ୍ବର ମାନେ ରୋ ନମ୍ବର ଉପରେ ସପୋଜ୍ ଫାଷ୍ଟ ରୋ ନମ୍ବର 1 ତ ଗୋଟେ ହର୍ସ ରୋ ନମ୍ବର 2 ତ 2ଟା ହର୍ସ ତ ରୋ ନମ୍ବର 3 ତ 3ଟା ହର୍ସ ତ ରୋ ନମ୍ବର ଉପରେ ଡିପେଣ୍ଡ କରୁଛି ନମ୍ବର ଅଫ୍ ଦି ହର୍ସ ତ ଆମେ କେମିତି କୋଡ୍ ଲେଖିବା ଯେମିତି କି ଆମର ଆଉଟପୁଟ୍ଟା ଏମିତି ଗୋଟେ ରାଇଟ୍ ଆଙ୍ଗେଲ୍ ସେପ୍ରେ ହେବ ତ ଆମେ କେମିତି ହେଉଛି କୋଡ଼ିଂ ଗୋଟେ କୋଡ୍ ଲେଖିବା ତ ହେଉଛି ଏମିତି ଗୋଟେ ସେପ୍ରେ ଆଉଟପୁଟ୍ ହେଉଛି ନା ଆସିବ ତ ତୁମେ ହେଉଛି ଭାବ ତ ଆମେ କେମିତି ହେଉଛି ତାକୁ ଲେଖିପାରିବା ତାପରେ ମୁଁ ତୁମକୁ କହିବି ତ ହେଉଛି କେମିତି ଆକ୍ଚୁଆଲି ଏଇଟା ହେଉଛି କ'ଣ ନା ଲଜିକ୍କୁ ଆମକୁ ମନ ଭିତରେ ଆମେ ଯେମିତି ଭାବୁଛନ୍ତି ଆମେ ତ ମନେ ମନେ ଭାବି ଦେଉଛନ୍ତି କିନ୍ତୁ ଆମେ ତାକୁ କେମିତି କୋଡ଼୍ରେ ମାନେ ଇନଷ୍ଟଲ୍ଟ କରିବା ଲାପଟପ୍କୁ କିମ୍ବା ପାଇଥନ୍କୁ ଯେଉଁଠିକି ସିଏ ଆମକୁ ସବୁ କିଛି ଅଟୋମେଟେଡ଼୍ କରିଦେବ ଆମେ ତାକୁ ମାନୁଆଲି ନ କରିକି ଅଟୋମେଟେଡ଼୍ କରିବ ତୁମକୁ ଏଠି ଜଷ୍ଟ ମୁଁ ଗୋଟେ ହିଣ୍ଟ ଦେଉଛି ନା କ'ଣ ନା ନମ୍ବର ଅଫ୍ ଦି ହର୍ସ ଡିପେଣ୍ଡ ଅପନ୍ ଦି ନମ୍ବର ଅଫ୍ ରୋ ତ ରୋର ନମ୍ବର ଯେତିକି ଆମର ହର୍ସର ନମ୍ବର ସେତିକି ତାମାନେ ହର୍ସଟା ଡିପେଣ୍ଡ କରୁଛି ନମ୍ବର ଅଫ୍ ଦି ରୋ ତ ଆମେ କ'ଣ ଲେଖିବା ଯେଉଁଟାକି ତ ସାର୍ ଆମେ ଯଦି ସେକେଣ୍ଡରେ ଯେଉଁ ଫର୍ ଲେଖା ହେଇଛି ସେଇଟା ଟିକେ ଦେଖନ୍ତୁ ସାର୍ ସେକେଣ୍ଡ ଯେଉଁ ଫର୍ ଲେଖା ହେଇଛି ସେଠି ଯଦି ଆମେ 1,5 ଜାଗାରେ ଯଦି ଆମେ ଜେ ଦେବା ବାହାରିବ କି 1, ରନ୍ କରି ଦେଖିବା ରନ୍ କରି ଦେଖିବା 1,0 ଦେଲା ବେଳକୁ 1,0 ଦେଲା ବେଳକୁ ହଁ ଠିକ୍ ଆସୁଛି ହଁ କିନ୍ତୁ ଠିକ୍ ଆସୁଛି କିନ୍ତୁ କ'ଣ କ'ଣ ଭୁଲ ହେଉଛି ତ ଦେଖ ଭୁଲ ରହୁଛି ତ ଦେଖ ତ ହେଉଛି ମ୍ୟୁଟ୍ ତ କରିଦେବ ମ୍ୟୁଟ୍ କରିଦେ ମୁଁ କହୁଛି ହଁ ତ କ'ଣ ଭୁଲ ଆସୁଛି ଦେଖ ଏଠି ଭୁଲଟା ଏଠି 3ଟା ଆସୁଛି ଏଇଥିପାଇଁ କୋଉଥିପାଇଁ କହିଲୁ
देख मत बुझे देछि कोन पे आछि तीनटा हर्स काहे आसिला। तो नंबर 1 कथा हला हमको 4टा लाइन दरकार तो एठी हमें होची 4टा वैल्यू पास करबा न 4 पास करबा। तो होची सेकेंड रे हमें आउ कोन होची ना करि परिबा। तो आई कमा जे हमें पास करे तो एठी एक्चुअली प्रॉब्लम एटा मु सपोज रन करी तुमको देखौची दुईटा आछि। तो हाँ तो एटा ସେଇଠି ଯଦି ଆମେ ଯୋଉ 4 ଲେଖା ହେଇଛି ସେଇଠି ଯଦି ଆମେ 1,5 ଲେଖିବା 1,5 ଲେଖା ସେ ସମାନ ଅଛି 4 ଭ୍ୟାଲୁ ଯାହା 1, ଦେଖିବା 1,5 ଲେଖିଲେ ସେ ଆସିବ 3ଟା ଆସିବ। ମୁଁ ତ କହୁଛି କାହିଁକି ଏମିତି ହଉଛି। ହଁ ତୁ ବି ଯୋଉଟା ଧରୁଛୁ ସେଇଟା ଠିକ୍। ସେ 3ଟା ଆସିଲା କାହିଁକି ଆସିଲା ଜାଣିପାରୁଛୁ ନା। ତ एक्चुअली ଏଇଠି ଆମେ 1 ରୁ ଷ୍ଟାର୍ଟ କରୁଛନ୍ତି ନା ତ 1 ରୁ ଷ୍ଟାର୍ଟ କରିକି ଆମେ j ଯାଏଁ ଯାଉଛନ୍ତି। ତ ଆମେ ଏଠି j+1 ଯାଏଁ ଯିବା ପାଇଁ ପଡ଼ିବ କାହିଁକିନା 1 ରୁ ଷ୍ଟାର୍ଟ ହେଉଛି ମାନେ ତ 0ଟା ମାଇନସ୍ ହେଇଯାଉଛି ଗୋଟେ ଭ୍ୟାଲୁ ପ୍ରିଭିୟସରେ ମାଇନସ୍ ହେଇଯାଉଛି। ବୁଝିପାରୁଛୁ ନା। ତ ରେଞ୍ଜଟା ସେ ଇନିସିଆଲି କ'ଣ କରେ ନା 0ରୁ ହିଁ ଷ୍ଟାର୍ଟ ହେଇକି ଚାଲେ ନା। ତ ମୁଁ ତତେ ଆଉ ଗୋଟେ କୋଡ୍ କହୁଛି ତ ଏଠି ଯଦି ଆମେ j+1 ନେବା ତ ହେଉଛି ଆମେ ଠିକ୍ ପାଇବା କିନ୍ତୁ ମୁଁ ତତେ ଆଉ ଗୋଟେ ଏଫିସିଏଣ୍ଟ ୱେରେ ବି ତତେ ମୁଁ କହୁଛି ତ ତୁମ ଏଠି ଦେଖ ତ ଏଇଟା ମୁଁ ରନ୍ କରିକି ତତେ ମୁଁ ଦେଖେଇ ଦେଉଛି। ଦେଖ ଆମେ ଠିକ୍ ପାଉଛନ୍ତି ତ 1 ରୁ j+1 ମୁଁ ତତେ ଆଉ ଗୋଟେ ଡିଫରେଣ୍ଟ ୱେରେ ମୁଁ ତତେ ହେଉଛି କହୁଛି। ତ ଏଇଟା ଠିକ୍ ଅଛି ତୁ ଯାହା ଭାବିଲୁ ଆକ୍ଚୁଆଲି ସେଇଟା ବି ଠିକ୍ ଅଛି। ମୁଁ ତତେ ଆଉ ଗୋଟେ ଡିଫରେଣ୍ଟ ୱେରେ ତତେ ମୁଁ ଡିଫରେଣ୍ଟ ୱେ ନୁହେଁ ମାନେ ସମାନ ରହିବା ମୁଁ ତତେ ଖାଲି ଅଧିକ ଏଫିସିଏଣ୍ଟ ୱେରେ ମୁଁ ତତେ କହୁଛି। ତ ଆମେ କେମିତି ଲେଖିବା ନା ଫର୍ ଆଇ ଇନ୍ ରେଞ୍ଜ କ'ଣ ରହିଲା ନା ଆମ 4ଟା ଭ୍ୟାଲୁ ଦରକାର ରେଞ୍ଜ 4 ଭିତରେ ରହିଲା। ତ ଆମେ ସେକେଣ୍ଡ ଏଠି କ'ଣ କଲେ ନା ହେଉଛି ଏଇଠି ଆମେ ଜାଣିଲେ ଯେ ନମ୍ବର ଅଫ୍ ଦି ହର୍ସ ଡିପେଣ୍ଡ ଅପନ୍ ତ ଫାଷ୍ଟ 4ଟା ହେଉଛି ନମ୍ବର ଅଫ୍ ଦି ମାନେ ଏଇ ଯେଉଁ ରୋକୁ ସେ ଡିଫାଇନ୍ କରୁଛି। ତ ଆମକୁ 4ଟା ରୋ ଦରକାର ତ ଏଇ ଯେଉଁ ଫାଷ୍ଟ ଯେଉଁ ଫର୍ ଲୁପ୍ଟା ଏଇ ଧାଡ଼ିଟା ଆମେ ଲେଖୁଛନ୍ତି ଏଥିପାଇଁ ଯେ ଆମକୁ କହୁଛି କ'ଣ ନା ହେଉଛି ଏଇ ରୋ ନମ୍ବରଟା ହେଉଛି 4ଟା ରୋ ନମ୍ବର ଦରକାର ତ ଆମେ ସେଥିପାଇଁ ଆମେ ଲେଖୁଛନ୍ତି। ସପୋଜ ଏଇଟା ମୁଁ 5 ଲେଖିବି ତ ସେ ମୋତେ 5ଟା ରୋ ଦେବ। ତ ଏଇଟା ଏଇ ଯେଉଁ ଫାଷ୍ଟ ଫର୍ ଲୁପ୍ଟା ଫର୍ ନମ୍ବର ଅଫ୍ ଦି ରୋ। ତ ସେକେଣ୍ଡ ଆଇଟା ଯେଉଁ ତ ସେଇଟା ହେଉଛି କ'ଣ ନା ହର୍ସ ପାଇଁ ଆମେ ଲେଖୁଛନ୍ତି। ତ ଆମେ ଦେଖିଲେ କ'ଣ ନା ନମ୍ବର ଅଫ୍ ଦି ହର୍ସ ଡିପେଣ୍ଡ ଅପନ୍ ଦି ନମ୍ବର ଅଫ୍ ଦି କଲମ୍। ଓକେ ଠିକ୍ ଅଛି। ତ ଆମେ କ'ଣ କଲେ ନା ତ ଏଠି ଆମେ ଯଦି ସିମ୍ପଲି ଆମେ ହେଉଛି ନା ଲେଖିଦେବା ତ ହେଉଛି ଆଇର ଭ୍ୟାଲୁ 1 ପାଇଁ ଆମ ଗୋଟେ ମାନେ ସପୋଜ ହେଉଛି ଆଇର ଭ୍ୟାଲୁ 1 ପାଇଁ ଆମେ ଗୋଟେ ହର୍ସ ପ୍ରିଣ୍ଟ କରିବ ଆଇର ଭ୍ୟାଲୁ 2 ପାଇଁ 2ଟା ହର୍ସ ପ୍ରିଣ୍ଟ କରିବ। ସପୋଜ ୟା ଭିତରେ ଯଦି ଆମେ ଜଷ୍ଟ ଖାଲି ଆଇ ବୋଲି ପାସ୍ କରିବା ତ ହେଉଛି ଆଉଟପୁଟ୍ କ'ଣ ଆସିବ ତ ବୁଝିପାରୁଛୁ ନା କିଛି ତ ବୁଝିପାରୁନ। ତ ଯେତେବେଳେ ଜେର ଭ୍ୟାଲୁ ଆମ 4ଟା ଭ୍ୟାଲୁ ଦରକାର ସପୋଜ 0ରୁ ଷ୍ଟାର୍ଟ ହେଇକି 1 2 3 ନେବ ତ ଏଠି ଆମେ ଇନିସିଆଲି 4 ନ ନେଇକି ସପୋଜ ଆମେ କ'ଣ କରିବା ନା 1ରୁ 5 ଯାଏଁ ଯିବା। ଏ ଭିତରେ ଆମେ ଆଇ ପାସ୍ ନ କରି ଆମେ ପାସ୍ କରିବା କ'ଣ ନା ବୁଝିପାରିଲ। ତ ଦେଖ ଆମେ ଫାଷ୍ଟ ହେଉଛି ଯେଉଁ ଜେଟା ମାନେ ଫାଷ୍ଟ ଜେରେ ଯେଉଁ ଫର୍ ଲୁପ୍ଟା ସେଇଟା ହେଉଛି କ'ଣ ପାଇଁ ନା ହେଉଛି ଫର୍ ଦି ରୋ ନମ୍ବର ପାଇଁ ଆମେ ଯେତେଟା ରୋ ଚାହିଁବା ତ ସେଥିପାଇଁ ହେଉଛି ନା ଏଇ ଫାଷ୍ଟ ଫର୍ ଲୁପ୍ଟା। ସେକେଣ୍ଡ ଫର୍ ଲୁପ୍ଟା ଏଥିପାଇଁ ନା ଏଇ ହର୍ସକୁ ପ୍ରିଣ୍ଟ କରିବା ପାଇଁ। ଦେଖ ସେକେଣ୍ଡ ଫର୍ ଲୁପ୍ଟା ଆମର ଯାଉଛି ପ୍ରିଣ୍ଟ ରଖୁଛନ୍ତି ଆମେ କ'ଣ ପାଇଁ ନା ହର୍ସକୁ ପ୍ରିଣ୍ଟ କରିବା ପାଇଁ। କିନ୍ତୁ ଫାଷ୍ଟ ଫର୍ ଲୁପ୍ଟା କ'ଣ ପାଇଁ ଫାଷ୍ଟ ଫର୍ ଲୁପ୍ଟା ହେଉଛି ଆମକୁ ଏଇ ଯେଉଁ ଫାଷ୍ଟ କଲମ୍ ଫାଷ୍ଟ ରୋରେ ଥିଲା ତାକୁ ପୁଣି ସେକେଣ୍ଡ ରୋକୁ ଆଣିବା ପାଇଁ ପୁଣି ଥାର୍ଡ଼ ରୋକୁ ଆଣିବା ପାଇଁ ପୁଣି କଣ୍ଟ୍ରୋଲ 4th ରୋକୁ ଆଣିବା ପାଇଁ। ତ ସେଥିପାଇଁ ଆମେ ହେଉଛି ଫାଷ୍ଟ ଫର୍ ଲୁପ୍ ୟୁଜ୍ କରୁଛନ୍ତି। ସେକେଣ୍ଡ ଫର୍ ଲୁପ୍ ୟୁଜ୍ କରୁଛନ୍ତି ଆମେ ଏଥିପାଇଁ ନା କୋଉଥିପାଇଁ ନା ନମ୍ବର ଅଫ୍ ଦି ହର୍ସ ପ୍ରିଣ୍ଟ କରିବା ପାଇଁ। ସପୋଜ ଜେର ଭ୍ୟାଲୁ ଆମେ କ'ଣ ଜାଣିଲେ ନମ୍ବର ଅଫ୍ ଦି ରୋ ଡିପେଣ୍ଡସ୍ ଅପନ୍ ଦି ନମ୍ବର ଅଫ୍ ହର୍ସ। ତ ଫାଷ୍ଟ ରୋରେ ଗୋଟେ ହର୍ସ ସେକେଣ୍ଡ ରୋରେ 2ଟା ହର୍ସ। ତ ଆମେ କ'ଣ କଲେ ନା ଜେ ଫାଷ୍ଟ ସପୋଜ 1ରୁ ଷ୍ଟାର୍ଟ ହେଲା ତ ଯେତେବେଳେ ଜେ 1ରୁ ଷ୍ଟାର୍ଟ ହେଲା ସେ ଗୋଟେ ହର୍ସ ପ୍ରିଣ୍ଟ କରିବ କାହିଁକିନା ଆମେ ରେଞ୍ଜଟା ଜେ ବୋଲି ଡିଫାଇନ୍ କଲେ ତ ଜେ ପାସ୍ କରିବା। ଯେତେବେଳେ ଜେଟା 1ରୁ ଷ୍ଟାର୍ଟ ହେଲା ତ ହେଉଛି ରେଞ୍ଜ ଏଠି 1 ଯାଏ କଣ୍ଟ୍ରୋଲ 1 ଯାଏଁ ଗଲା ମାନେ ଗୋଟିଏ ହର୍ସ ପ୍ରିଣ୍ଟ କଲା। ଯେତେବେଳେ ଜେର ଭ୍ୟାଲୁ ପୁଣି 2 ହେଲା ପୁଣି ଏଠି କ'ଣ କଲା ନା ସେ ହେଉଛି ତା ଭିତରେ ଆମେ ଜେ ପାସ୍ କରୁଛନ୍ତି ନା ତ ଜେର ଭ୍ୟାଲୁ ଯେମିତି ବଢ଼ି ବଢ଼ିକା ଯିବ ସେ ଆମକୁ ସେତିକି ବଢ଼ି ବଢ଼ିକା ହର୍ସ ପ୍ରିଣ୍ଟ କରିକା ଯିବ। ତ ଆମ ଜେର ଭ୍ୟାଲୁ ଯେତେବେଳେ 1 ଥିଲା ତ 1ରୁ 5 ମାନେ 4ଟା ଭ୍ୟାଲୁ 1 2 3 4। ତ ଜେର ଭ୍ୟାଲୁ ଯେତେବେଳେ 1 ସେ ଗୋଟେ ହର୍ସ ପ୍ରିଣ୍ଟ କଲା। ଜେର ଭ୍ୟାଲୁ ଯେତେବେଳେ 2 ସେ 2ଟା ହର୍ସ ପ୍ରିଣ୍ଟ କଲା। ଜେର ଭ୍ୟାଲୁ ଯେତେବେଳେ 3 3ଟା ହର୍ସ ପ୍ରିଣ୍ଟ କଲା। ଜେର ଭ୍ୟାଲୁ ଯେତେବେଳେ 4 ତ 4ଟା ହର୍ସ ପ୍ରିଣ୍ଟ କଲା। ତ ମୁଁ ଏଇଟା ସପୋଜ ରନ୍ କରିକି ତୁମକୁ ଦେଖାଉଛି ତ ଆଉଟପୁଟ୍ ଦେଖ ଆସିଲା କ'ଣ ସମସ୍ୟା। ତ ବୁଝିପାରୁଛ ନା ମୁଁ କ'ଣ କରିବା ପାଇଁ ଚାହୁଁଛି। ତ ଏଇଟା ଆକ୍ଚୁଆଲି ନିଜେ ଭାବିବା ପାଇଁ ପଡ଼ିବ ତ ମୁଁ ବୁଝାଉଛି ଦେଖ କେମିତି। ତ ଇନିସିଆଲି 1ରୁ 5 ମାନେ 1 2 3 4 5କୁ ଏକ୍ସକ୍ଲୁଡ୍ କରିକି ତ ଜେର ଭ୍ୟାଲୁ ବର୍ତ୍ତମାନ ପାଇଁ 1
ବର୍ତ୍ତମାନ ପାଇଁ j ର ଭ୍ୟାଲୁ 1 ସେ ଚେକ୍ କଲା ହଁ ରେଞ୍ଜ ଭିତରେ ଆସୁଛି 1 ର ଭ୍ୟାଲୁ ମୋ ରେଞ୍ଜ ଭିତରେ ଆସୁଛି ତ ସେ କ'ଣ କଲା ନା ଭିତରକୁ ଗଲା ଏଇ ଯେଉଁ ପୁଣି ନେଷ୍ଟେଡ୍ ଫର୍ ଲୁପ୍ ଭିତରକୁ ଗଲା ପରେ ପୁଣି କ'ଣ କଲା ନା i ଇନ୍ ରେଞ୍ଜ j ତା ମାନେ ହେଉଛି ଆଇଟା ଆଇର ରେଞ୍ଜ ମାନେ କାହା ଭିତରେ ରହିଲା ଜେ ଭିତରେ ରହିଲା ଜେ ମାନେ ଯେଉଁ 1ଟା ଯେଉଁ ଆସିଥିଲା j ର ଭ୍ୟାଲୁ ଆମେ ଇନିସିଆଲି 1 ବୋଲି ଆମେ ଡିଫାଇନ୍ କରିଥିଲେ ସେଇ j ର ଭ୍ୟାଲୁ କ'ଣ ପୁଣି i ର ଭ୍ୟାଲୁ କେତେ ହେଲା ନା 1 ତ ରେଞ୍ଜ j ମାନେ ସେ ଭ୍ୟାଲୁ ହେଉଛି ନା ତାର 1 ମାନେ ଗୋଟିଏ ହର୍ସ ପ୍ରିଣ୍ଟ କଲା ଗୋଟିଏ ହର୍ସ ଫାଷ୍ଟ ଲାଇନ୍ରେ ଗୋଟିଏ ହର୍ସ ପ୍ରିଣ୍ଟ କଲା ସେ ପୁଣି ଫାଷ୍ଟ ଲାଇନ୍ରେ ଗୋଟିଏ ହର୍ସ ପ୍ରିଣ୍ଟ କଲା ପରେ କ'ଣ ପଳେଇ ଆସିଲା ନା ନେକ୍ସଟ ଲାଇନ୍କୁ ପଳେଇ ଆସିଲା ପୁଣି ଯେତେବେଳେ ତ ଯେ ଆମେ ଇନିସିଆଲି 1 ଯେତେବେଳେ ଡିଫାଇନ୍ ହେଇଛି ପୁଣି ଯେତେବେଳେ i ସପୋଜ ଇନକ୍ରିମେଣ୍ଟ ହେବ 2 ହେବ ତ ଏଠି ଦେଖିଲା ବେଳକୁ ରେଞ୍ଜ କେତେ ନା ହେଉଛି 1 ଅଛି କାରଣ ଆମେ ତା ଭିତରେ ଆମେ j ପାସ୍ କରୁଛନ୍ତି ଆଉ j ର ଇନିସିଆଲି ଭ୍ୟାଲୁ 1 ଅଛି ତ ଯେତେବେଳେ ଦେଖିଲା ଆଇଟା ପୁଣି ଇନକ୍ରିମେଣ୍ଟ ହେଇକି 2 ହେଲା ଯେଟା ଫଲ୍ସ ତ ସେତେବେଳେ କ'ଣ ଜଷ୍ଟ ଗୋଟିଏ ହର୍ସ ପ୍ରିଣ୍ଟ କଲା ପରେ ଆଉ ସେ ଲୁପ୍ ପଳେଇ ଆସିବ ତ ଆମକୁ ନ୍ୟୁ ଲାଇନ୍ ଦେଇଦେବ ତ ନ୍ୟୁ ଲାଇନ୍ ମାନେ ଏଇ ଲାଇନ୍କି ଆମେ ପଳେଇଲେ ଏଇ ଲାଇନ୍କି କଣ୍ଟ୍ରୋଲ ପଳେଇଲା ପୁଣି j ର ଭ୍ୟାଲୁ ବର୍ତ୍ତମାନ ପାଇଁ 2 ହେଇଗଲା ତ 2 ହେଲା ପରେ ସେ ଚେକ୍ କଲା ହଁ ଏଇଟା କ'ଣ ନା ହେଉଛି ରେଞ୍ଜ ଭିତରେ ଆସୁଛି ତ ଟ୍ରୁ ଅଛି ସେ ପୁଣି ନେଷ୍ଟେଡ୍ ଫର୍ ଲୁପ୍ ଭିତରୁ ଏଣ୍ଟ୍ରି କଲା ନେଷ୍ଟେଡ୍ ଫର୍ ଲୁପ୍ ଭିତରେ ଏଣ୍ଟ୍ରି କଲା ପରେ ପୁଣି ଆଇଟା ମୂଳରୁ ଷ୍ଟାର୍ଟ ହେଲା ତ ୟାର ଭ୍ୟାଲୁ ବର୍ତ୍ତମାନ ପାଇଁ କେତେ ଜେ ମାନେ କେତେ ଏଠି 2 ତ ୟାର ଭ୍ୟାଲୁ ବର୍ତ୍ତମାନ ପାଇଁ ରେଞ୍ଜ ଅଛି କେତେ 2 ମାନେ ପୁଣି ଆଇଟା ଷ୍ଟାର୍ଟ ହେଲା 1ରୁ ଷ୍ଟାର୍ଟ ହେଲା ଗୋଟେ ହର୍ସ ପ୍ରିଣ୍ଟ କଲା 2 ପୁଣି 2 ଯାଏଁ ଗଲା 2ଟା ହର୍ସ ପ୍ରିଣ୍ଟ କଲା ତ 2ଟା ହର୍ସ ପ୍ରିଣ୍ଟ କଲା ପରେ ଯେତେବେଳେ ଆଇର ଭ୍ୟାଲୁ 3 ହେଇଯାଉଛି ତ ରେଞ୍ଜ ୟାର ଆମେ ଜେ ପାସ୍ କରୁଛନ୍ତି ମାନେ ଜେ ର ଭ୍ୟାଲୁ 2 ଅଛି ମାନେ ୟା ରେଞ୍ଜ ଅଛି 2 ତ ଏଠି ସେ ଦେଖିଲା କ'ଣ ନା ହେଉଛି 3ଟା ଆମର ଆଉଟ୍ ଅଫ୍ ଦି ରେଞ୍ଜ ତ ସେ ସେଥିପାଇଁ ଜଷ୍ଟ 2ଟା ହର୍ସ ପ୍ରିଣ୍ଟ କରିକି ଆଉଟ୍ ସାଇଡ୍ ଦି ଲୁପ୍ ପଳେଇ ଆସିଲା ଗୋଟେ ପୁଣି ନ୍ୟୁ ଲାଇନ୍କୁ ପଳେଇ ଆସିଲା ନ୍ୟୁ ଲାଇନ୍କୁ ଆସିଲା ପରେ ପୁଣି କ'ଣ କଲା ନା ପୁଣି ସେ ଘୋରିକି ଗଲା ପୁଣି ଉପରକୁ ହେଉଛି ନା ଗଲା ଉପରକୁ ଯାଇକି ସେ ହେଉଛି ପୁଣି j ର ଭ୍ୟାଲୁ ହେଇଗଲା କେତେ 3 ତ j ର ଭ୍ୟାଲୁ 3 ହେଇଗଲା ପରେ ପୁଣି ଏମିତି ଭିତରକୁ ଆସିଲା ରନ୍ କରିକି ସେମିତି ହେଉଛି ନା ତୁମକୁ ଆଉଟପୁଟ୍ ଦେଲା ତ ଏଠି ରେଞ୍ଜ j ମାନେ ତ j ର ଭ୍ୟାଲୁ ଏଠି ଯେତିକି 1ରୁ ଷ୍ଟାର୍ଟ ହେଲା ତ ଗୋଟେ ହର୍ସ ପ୍ରିଣ୍ଟ କରିବ ତ 2 j ଭ୍ୟାଲୁ 2 ତ j ଭ୍ୟାଲୁ 2 ମାନେ ସେକେଣ୍ଡରୁ ଆସିଲା ତ 2ଟା ହର୍ସ ପ୍ରିଣ୍ଟ କରିବ ତ 3ଟା j ର ଭ୍ୟାଲୁ 3 ମାନେ ଥାର୍ଡ ଲାଇନ୍କି ଆସିଲା ତ 3ଟା ହର୍ସ ପ୍ରିଣ୍ଟ କରିବ ତ ଏମିତି ହେଉଛି ତ ରନ୍ କଲେ ଆମେ ହେଉଛି ଆଉଟପୁଟ୍ ପାଉଛନ୍ତି ସପୋଜ ମୁଁ ଏଠି j ର ଭ୍ୟାଲୁ 5ରୁ କାଟିକି 6 କରିଦେବି ସିଏ ଆମକୁ ଆଉଟପୁଟ୍ କ'ଣ ଦେବ କହିଲ ଆଉ ଗୋଟେ ନେକ୍ସଟ ଲାଇନ୍ରେ ସେ ଆମକୁ ଆଉଟପୁଟ୍ ଏଇଟା ଦେବ ତୁମେ ବୁଝିପାରିବ ସେ ଆମକୁ ଆଉଟପୁଟ୍ ଦେବ ଆଉ ଗୋଟେ ଇଏ ଦେବ 1 2 3 4 5 ତ ଏମିତି ଆଉଟପୁଟ୍ ଦେବ ତାମାନେ ହେଉଛି ଏଇ ଜେଟା ଫର୍ କ'ଣ ପାଇଁ ନା ହେଉଛି ନମ୍ବର ଅଫ୍ ରୋ ମୁଁ ସବୁ ତୁମକୁ ରନ୍ କରିକି ଦେଖାଉଛି ଦେଖ ସପୋଜ ମୁଁ ଏଇଟାକୁ 10 କରିଦେବି ସିଏ ହେଉଛି କ'ଣ କରିବ ନା 10ଟା ଯାଏଁ ଯିବ 10 କରିଦେଉଛି ତ ସେ କ'ଣ କରିବ ନା ମୁଁ ଏଟାକୁ ରନ୍ କରୁଛି ରନ୍ କଲା ପରେ ସେ କ'ଣ କରୁଛନ୍ତି ଦେଖ ଏମିତି 10ଟା ଯାଏଁ ଗଲା ତ ଏଇଟା ହେଉଛି ଲଜିକ୍ ମାନେ ଫାଷ୍ଟ ଯେଟା ହେଉଛି ଫର୍ ନମ୍ବର ଅଫ୍ ରୋ ଆଉ ସେକେଣ୍ଡ ଏଇ ଯେଉଁ ସେକେଣ୍ଡ ଫର୍ ଲୁପ୍ଟା ହେଉଛି ହର୍ସକୁ ପ୍ରିଣ୍ଟ କରିବା ପାଇଁ ତ ଏଇଟା ଏଇ ପ୍ରିଣ୍ଟଟା ଯିଏ ବି ନ ବୁଝିପାରିଲା ହେଉଛି କୁହ କ'ଣ ନ ବୁଝିପାରିଲା କ'ଣ ହେଉଛି ପ୍ରୋବ୍ଲେମ୍ ହେଉଛି ତ ଆମେ ହେଉଛି ତାପରେ ଆଉ ଗୋଟେ ମୁଁ ପ୍ରିଣ୍ଟ କରିବା ବୁଝିପାରୁଛ ନା ନାହିଁ ତ ଏଇଟା ବୁଝିପାରିଲ ନା ନାହିଁ ତ ଏଇଟା ଯଦି ବୁଝିପାରିଲ ତୁମକୁ ଆଉ ଗୋଟେ ପ୍ରିଣ୍ଟ କହିବି ତ ଏଇ 3ଟା ପ୍ରିଣ୍ଟ ତୁମେ ଆକ୍ଚୁଆଲି ଏ 3ଟା ପ୍ୟାଟର୍ନ ଜାଣିଲେ କିଛି ଗୋଟେ ଲଜିକ୍ ଜାଣିବ ଯେ ହଁ କେମିତି ହେଉଛି ଇଣ୍ଟରନାଲି ବୁଝିପାରିଲ ନା ନାହିଁ ହଁ ହଁ ଠିକ୍ ଅଛି ତ ଆମେ ଆଉ ଗୋଟେ ମୁଁ ତୁମକୁ ଆଉ ଗୋଟେ ଲାଷ୍ଟ ପ୍ୟାଟର୍ନ କହୁଛି ତ ଆମେ ପ୍ରିଣ୍ଟ କରିବା ଏଇଟା କ'ଣ ନା ଏମିତି ପ୍ରିଣ୍ଟ କରିବା ଦେଖ ଏମିତି ପ୍ରିଣ୍ଟ କରିବା ତ ଫାଷ୍ଟ ରୋରେ ଅଛି 4ଟା ହର୍ସ ସେକେଣ୍ଡ ରୋରେ ଅଛି ଥାର୍ଡ 3ଟା ହର୍ସ ତାପରେ ରୋରେ ଅଛି 2ଟା ହର୍ସ ତାପରେ ରୋରେ ଅଛି ଗୋଟେ ହର୍ସ ତ ଏଇଟା ଆମେ କେମିତି ପ୍ରିଣ୍ଟ କରିବା ତ ଯେହେତୁ ଆମକୁ 4ଟା ଭ୍ୟାଲୁ ଦରକାର ତ ମୁଁ ଏଇଠି କ'ଣ କରିବା ମୁଁ ଏଇଠି ଜଷ୍ଟ ଏଇଟା ସର୍ଟ ୱେରେ କହିଦେଉଛି ଆମେ କ'ଣ କରିବା ନା 5 ଯାଏଁ ପାସ୍ କରିବା ତ ଏଠି କ'ଣ କରିବା ନା ଯେଟା ରେଞ୍ଜଟା କାହା ଭିତରେ ରଖିବା ତ ମୁଁ ଏଇଟା କ'ଣ ରଖିବି ନା ଦେଖ ମୁଁ ଏଇଟା ରନ୍ କରିକି ଦେଖୁ ତାପରେ ମୁଁ ତୁମକୁ ବୁଝେଇଦେବି ସରି କ'ଣ ଆସିଲା ରଙ୍ଗ କ'ଣ ଆସିଲା ଫର୍ i in range 4 to ସରି i ନୁହେଁ ଏଇଟା ହେଉଛି କ'ଣ ନା j ତ ମୁଁ ଏଇଟା ରନ୍ କରିକି ଦେଖାଉଛି ତାପରେ ତୁମକୁ ବୁଝେଇଦେବି
ତ ଏଇଟା ହେଉଛି ଯେ ଆସିଲା ତ ଏଇଟା ତ ଏଇଟା ମୁଁ ତୁମକୁ କହୁଛି ଆଉ ଗୋଟେ ତ କହୁଛି ଏଫିସିଏଣ୍ଟ ୱେରେ ମୁଁ ତୁମକୁ କରିଦେଉଛି କରିଦେଲା ପରେ ହେଉଛି ତୁମକୁ ବୁଝେଇଦେବି କେମିତି ହେଉଛି କାହିଁକିନା ସବୁକୁ ଆମକୁ ନିଜେ କରିକି ଦେଖିବା ପାଇଁ ପଡ଼େ କେମିତି ଆମେ ପ୍ରିଣ୍ଟ କରିବା ତ ଆମକୁ ହେଉଛି କରିକି ନିଜକୁ ଦେଖିବା ପାଇଁ ପଡ଼େ ତ 4 ମାଇନସ୍ ଆଇ ସପୋଜ ମୁଁ ଏଠି କରୁଛି 4 ମାଇନସ୍ ଜେ କରୁଛି ତାପରେ ହଁ ତ ଏଇଟା ଆମେ ପ୍ରିଣ୍ଟ କରିବା ପାଇଁ କ'ଣ କରିବା ନା ରେଞ୍ଜଟା ହେଉଛି 4 ମାନେ 4ଟା ଭ୍ୟାଲୁ ଆମକୁ ଦରକାର ତ 4ଟା ଭ୍ୟାଲୁ ଦରକାର ତ 4ଟା ଭ୍ୟାଲୁ ମାନେ ସେ ଇନିସିଆଲ୍ କେଉଁଠୁ ନେଉଛି 1ରୁ ନେଉଛି ନା ସରି 0ରୁ ନେଉଛି ତ ଯେତେବେଳେ ଆମେ କିଛି ଇନିସିଆଲ୍ ଭ୍ୟାଲୁ ଆଉ ଏଣ୍ଡିଙ୍ଗ ଭ୍ୟାଲୁ ଯେତେବେଳେ ଆମେ ଡିଫାଇନ୍ ନ କରୁଛନ୍ତି ତ ସେତେବେଳେ ସେ କ'ଣ କରୁଛି ନା 0ରୁ ଷ୍ଟାର୍ଟ କରୁଛି 0 1 2 3 ଆମେ 4ଟା ଭ୍ୟାଲୁ ଦରକାର ମାନେ 0 1 2 3 ତାପରେ ଆସିଲା ଜେ ଇନ୍ ରେଞ୍ଜ ମାନେ 0 1 2 3 ଭିତରେ ରହିଲା ତ ଫାଷ୍ଟ 0ରୁ ଷ୍ଟାର୍ଟ ହେଲା ତାପରେ 0ରୁ ଷ୍ଟାର୍ଟ ହେଇକି ଯେତେବେଳେ ଫର୍ ଆଇ ପାଖକୁ ଗଲା ତ କ'ଣ ହେଲା ନା ଆଇର ରେଞ୍ଜ କେତେ ହେଲା ନା 4 ମାଇନସ୍ ଜେ ତ 0ରୁ ଷ୍ଟାର୍ଟ ହେଇଛି ମାନେ 4 ମାଇନସ୍ 0 ତ 4ଟା ମାନେ ଫାଷ୍ଟ ରୋରେ ଅଛି ମାନେ ସେ 4ଟା ହାଉସ୍ ପ୍ରିଣ୍ଟ କଲା ତାପରେ ଯେତେବେଳେ ଜେର ଭ୍ୟାଲୁ 1 ହେଇଗଲା ତ 4 ମାଇନସ୍ ଜେ ମାନେ 4 ମାଇନସ୍ 1 3 ହେଇଗଲା ମାନେ 3ଟା ହାଉସ୍ ପ୍ରିଣ୍ଟ କଲା ତ ପୁଣି ଯେତେବେଳେ ଜେର ଭ୍ୟାଲୁ 2 ହେଇଗଲା ତ ସେମିତି 2ଟା ହାଉସ୍ ପ୍ରିଣ୍ଟ କଲା ଯେତେବେଳେ ଜେର ଭ୍ୟାଲୁ 1 ହେଇଗଲା ସେତେବେଳେ ଯେତେବେଳେ ଜେର ଭ୍ୟାଲୁ କ'ଣ ହେଲା 3 ହେଇଗଲା ସେ କ'ଣ କଲା ନା ଗୋଟେ ହାଉସ୍ ପ୍ରିଣ୍ଟ କଲା ତ 4 ମାନେ 0 1 2 3 ତ ଏଇଟା ତୁମେ ହୋପ୍ ବୁଝିପାରୁଥିବ ଏଇଟା କେମିତି ତୁମେ ଆଉ ଥରେ ଆନାଲାଇଜ୍ କରିବ ସେ ଦୁଇଟାକୁ ଯଦି ବୁଝିପାରୁଛ ତ ଏଇଟା ତୁମେ ଅଟୋମେଟିକାଲି ବୁଝିପାରିବ ଆଉ ଥରେ ଆନାଲାଇଜ୍ କରିବ ତ ମୁଁ ଆଉ ଗୋଟେ ଜଷ୍ଟ ଗୋଟେ ସର୍ଟ ଏକ୍ଜାମ୍ପଲ୍ ଦେବି ତ ସେଥିପାଇଁ ଏଇଟା ତୁମେ ଆନାଲାଇଜ୍ କରିବ ନିଜେ ଯେଉଁଟା ବି ନ ବୁଝିପାରିବ ମୋତେ ନେକ୍ସଟ କ୍ଲାସ୍ରେ ପଚାରିବ ତ ମୁଁ ଆଉ ଗୋଟେ ଜଷ୍ଟ ଗୋଟେ ଛୋଟ ଟପିକ୍ଟେ ହେଉଛି ପଢ଼ଉଛି ଆଜି ତ ଛୋଟ ଟପିକ୍ଟା କ'ଣ ନା ଛୋଟଟା ମୁଁ ତୁମକୁ ଖାଲି ଜଷ୍ଟ କହିଦେଉଛି ହଁ ତ ଆମେ କ'ଣ କରନ୍ତି ନା ଏଇଟା ମୁଁ ଜଷ୍ଟ ଖାଲି ଗୋଟେ ଏକ୍ଜାମ୍ପଲ୍ ଦେଉଛି ଏକ୍ଜାମ୍ପଲ୍ ଦେଲେ ହେଉଛି ବୁଝିପାରିବ ତ ଏକ୍ଜାମ୍ପଲ୍ଟା ହେଉଛି ଏଇଆ ଆଜି ଆମେ ପଢ଼ିବା କ'ଣ ନା ଏଇଠି ଆମେ ପଢ଼ିବା କ'ଣ ନା ଫର୍ ଏଲ୍ସ ମାନେ ଆମେ ଯେତେବେଳେ ଯେଉଁଟାକି ପାଇଥନ୍ରେ ଗୋଟେ ନୂଆ ଆମେ ଫର୍ ଏଲ୍ସ ଅନ୍ୟ କୌଣସି ପ୍ରୋଗ୍ରାମିଂ ଲାଙ୍ଗୁଏଜ୍ରେ ଫର୍ ଏଲ୍ସ ନାହିଁ ତ ଫର୍ ଏଲ୍ସ ଇନ୍ ଦ ସେନ୍ସ ଏଇଆ ଯେ ଆମେ ଯେତେବେଳେ ଏଲ୍ସ କେତେବେଳେ ୟୁଜ୍ କରନ୍ତି ଇଫ୍ କ୍ଷେତ୍ରରେ ଏଲ୍ସ ୟୁଜ୍ କରନ୍ତି ଯେତେବେଳେ ଆମେ ଇଫ୍ ୟୁଜ୍ କରନ୍ତି ସେତେବେଳେ ଆମେ କ'ଣ କରନ୍ତି ନା ଏଲ୍ସ ୟୁଜ୍ କରନ୍ତି କିନ୍ତୁ ତୁମକୁ ଏଇଟା ଗୋଟେ ଅକ୍ୱାର୍ଡ଼ ଶୁଭୁଥିବ ଫର୍ ସହିତ ଆମେ କ'ଣ କରୁଛନ୍ତି ନା ଏଲ୍ସ ୟୁଜ୍ କରୁଛନ୍ତି ତ ଫର୍ ସହିତ ଆମେ ଏଲ୍ସ କେତେବେଳେ ୟୁଜ୍ କରିବା ଫର୍ ସହିତ ଆମେ ଏଲ୍ସ ୟୁଜ୍ କରିବା କେମିତି ୟୁଜ୍ କରିପାରିବା ତୁମକୁ ଜଷ୍ଟ ଗୋଟେ ଏକ୍ଜାମ୍ପଲ୍ ଦେଲେ ତୁମେ ଯାଇକି ବୁଝିପାରିବ ତ ଫର୍ ସହ ଆମେ ଏଲ୍ସ ୟୁଜ୍ କରିବା କେମିତି ୟୁଜ୍ କରିବା ତୁମକୁ ମୁଁ ଜଷ୍ଟ ଗୋଟେ ଏକ୍ଜାମ୍ପଲ୍ ଦେଉଛି ତ ମୁଁ ତୁମକୁ ଗୋଟେ ଆମର ଅଛି ଗୋଟେ ଲିଷ୍ଟ ଅଛି ସପୋଜ ମୁଁ ତୁମକୁ ଗୋଟେ ଏକ୍ଜାମ୍ପଲ୍ ଦେଉଛି ଗୋଟେ ଲିଷ୍ଟ ଅଛି ତ ଲିଷ୍ଟର ନାଁ ହେଉଛି ନମ୍ ବୋଲି ଗୋଟେ ଆମର ଲିଷ୍ଟ ଅଛି ତ ଲିଷ୍ଟକୁ ଡିଫାଇନ୍ କରିବା ପାଇଁ ଆମେ କ'ଣ କରନ୍ତି ନା ସ୍କୋୟାର ବ୍ରାକେଟ୍ ଭିତରେ ଡିଫାଇନ୍ କରନ୍ତି ତ ସ୍କୋୟାର ବ୍ରାକେଟ୍ ଭିତରେ ମୁଁ ଡିଫାଇନ୍ କରୁଛି ନମ୍କୁ ନମ୍ ଭିତରେ ସପୋଜ ଅଛି ମୋର ଭ୍ୟାଲୁ ଅଛି 12 ଅଛି 34 ଅଛି 15 ଅଛି ଆଉ କ'ଣ ଅଛି ନା 76 ଅଛି ଓକେ ତ ମୁଁ ଏକ ପ୍ରିଣ୍ଟ କରିବା ପାଇଁ କ'ଣ ଚାହୁଁଛି ମୁଁ ଏକ ପ୍ରିଣ୍ଟ କରିବା ପାଇଁ ଚାହୁଁଛି ଏଇ ନମ୍ବର ଭିତରୁ ଯେଉଁ ନମ୍ବରଟା ମୋର 5 ଦ୍ୱାରା ଡିଭିଜିବଲ୍ ମୁଁ ସେଇ ନମ୍ବରଟା ପ୍ରିଣ୍ଟ କରିବା ପାଇଁ ଚାହୁଁଛି ବୁଝିପାରୁଛନ୍ତି ତ ମୋର ଇନ୍ ଦ କେସ୍ 15ଟା 5 ଦ୍ୱାରା ଡିଭିଜିବଲ୍ ତ ମୁଁ ସେଇଟାକୁ ପ୍ରିଣ୍ଟ କରିବା ପାଇଁ ଚାହୁଁଛି 15ଟାକୁ ମୁଁ ପ୍ରିଣ୍ଟ କରିବା ପାଇଁ ଚାହୁଁଛି ତ ମୁଁ ତା ପାଇଁ କ'ଣ ଲେଖିବି ମୁଁ ତାକୁ କ'ଣ କରିବି ନା ମୁଁ ଗୋଟେ ଫେଚ୍ କରିବି ମୁଁ ତାକୁ କ'ଣ କରୁଛି ଗୋଟେ ଫର୍ ଲୁପ୍ ୟୁଜ୍ କରୁଛି ଫର୍ ଆଇ ଇନ୍ ନମ୍ ତା ମାନେ ହେଉଛି ଆଇଟା ଗୋଟେ ନମ୍ ଭିତରେ ଆଇର ଭ୍ୟାଲୁ ଆମେ କ'ଣ କରୁଥିଲେ ନା ଆଇ ଇନ୍ ରେଞ୍ଜ ରଖୁଥିଲେ ତ ରେଞ୍ଜ ଯେତେବେଳେ ରଖୁଥିଲେ ସେ ବାଇ ଡିଫଲ୍ଟ 0 1 2 3 ଏମିତି କରି ମାନେ ନେଉଥିଲା ତ ଆଇ ଇନ୍ ନମ୍ ଆମେ ଯେତେବେଳେ ରଖୁଛନ୍ତି ମାନେ ତାମାନେ ହେଉଛି ଆଇଟା ନମ୍ ଭିତରୁ ଗୋଟେ ସେ ନେବ ଫେଚ୍ କରିବ 12 ଥରେ ଫେଚ୍ କଲା ତାପରେ 34 ଫେଚ୍ କଲା ତାପରେ 15 ଫେଚ୍ କଲା ଆମେ ଯେତେବେଳେ ରେଞ୍ଜ ଲେଖୁଥିଲେ ସେତେବେଳେ ସେ 0ରୁ ଷ୍ଟାର୍ଟ କରିକି 1 2 3 ଏମିତି ଫେଚ୍ କରି ଚାଲୁଥିଲା ଆମେ ଯେତେବେଳେ ହେଉଛି ଲେଖିବା ଫର୍ ଆଇ ଇନ୍ ନମ୍ ତ ସେ ନମ୍ ଭିତରେ ଲିଷ୍ଟ ଭିତରେ ଯେତିକି ଭ୍ୟାଲୁ ଅଛି ତାକୁ ଫେଚ୍ କରିବ ତ ବୁଝିପାରିଲ ତ ଫର୍ ଆଇ ଇନ୍ ନମ୍ ମୁଁ ଯେତେବେଳେ ହେଉଛି ଲେଖୁଛି ତାପରେ ମୁଁ କ'ଣ କରୁଛି ନା କଲନ୍ ଦେଉଛି ମୁଁ ତ ଏକ୍ଜାମ୍ କରିସାରିଲା ପରେ ତୁମକୁ ବୁଝେଇବି ତା ଭିତରେ ଆମେ କ'ଣ କରୁଛନ୍ତି ନା କଣ୍ଡିସନ୍ ଲେଖୁଛନ୍ତି ଇଫ୍ ନମ୍ mod 5 mod ମୁଁ ତୁମକୁ କହିଥିଲି mod ମାନେ ହେଉଛି ଭାଗଶେଷ ନମ୍ mod 5 ଇକ୍ୱାଲ୍ ଟୁ 0 ତ ଆମେ କ'ଣ କରିବା ନା ସିମ୍ପଲି ହେଉଛି ପ୍ରିଣ୍ଟ କରିବା କ'ଣ ନା ନମ୍କୁ ଆମେ ପ୍ରିଣ୍ଟ କରିବା ଓକେ
तो आम कौन करवा ना नम को प्रिंट करवा। तो ये आम प्रिंट करवा कौन ना आम जो हूँ फर आई नम मान आईटा जो नम भितर अच्छी जो नमटा 5 द्वारा डिविजिबल हो 0 आसूसी तो से आम कौन करवा ना नम को आम प्रिंट करवा। मुझे रन करुच्ची रन करापर तुमको कौन सॉरी कौन आसला भूल आसला बोधे ये स्पेस दिज्व स्पेस तो न हम तो देखुच देखा कौन भूल आसला अनसपोर्टेड ऑपरेंड बोधे हाँ स्पेस देवाई पड़ो बोधे आई थिंक रन कर कौन आस देखा दुईटा स्पेस दवा there are unseparated operand types for address list and int कौन पाई देखो यार मत कि समय दे तुमको कहूँ देखी कौन पाई एरर देखो जस्ट मुझे तुमको कहूँ कौन पाई एरर देखो एररटा यूजली देखा कथा नहीं तो फॉर आई नम तो नम भितर जो से रोचे गोटे गोटे भैल्यू को आम कौन करवा ना से नम को फेच नम को आम हूँ 5 द्वारा डिवाइड करवा तापर आम कौन करना नम को आम प्रिंट करवा तो टाइप एरर कौन एटा कौन पाई देखो तो देखो कौन ना लाइन पर 1 2 3 4 ସେଠି ଯଦି ନମ୍ ଜାଗାରେ ଆଇ ଲେଖିକି ଦେଖୁନାହାନ୍ତି आई देखिए देखो तो आई ठीक कथा तो यहाँ न हाँ सरी एक्चुअली ये आई लिखा कथा कहीं आई लिखा कथा भूल ये कर आई ये आम लिखा तो फर आई नम ता माने होची आई रो भैल्यूटा आम कौन करवा ना फास्ट 12 है तापर आई रो भैल्यू 34 है तो आम कौन करवा से जो आम 12 आसे से 12 टाक आम हूँ 5 रे डिवाइड करवा तो से नम टाक टोटाल नम टाक आम केमी 5 रे डिवाइड करवा माने पूरा लिस्ट टाक आम केमी हूँ डिवाइड करवा तो आमको से गोटे इंटीजर को आम डिवाइड करवा ना तो ता माने होची फर आई इन नम तो ये नम भितर से आई गोटे गोटे भैल्यू को फेच कर तो फास्ट आई रो भैल्यू हम 12 तापर आई रो भैल्यू हम 34 तापर आई रो भैल्यू हम 15 तापर आई रो भैल्यू हम 76 एंड सो ऑन तो एमती है जो चलो तो प्रथम जो आई भैल्यू आसला 12 आसला बर्तमान से 12टा 5 द्वारा आम हूँ डिविजिबल करवा डिवाइड करवा तो बुझीपार हाँ रुद्र से ही ठीक तो जोटा कि आम आई 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 भैल्यू नब तो हूँ बुझीपार ना केमी केमी एक्चुअली हूँ हाँ तो सेटा हूँ आम आई भैल्यू नवा हूँ इन द या बदले आम जो नम दौर तो नम नेला बेले कौन असुविधा होची कहल माने टोटाल पूरा ये लिस्ट पड़े आसी तो ये लिस्ट जो आसो तो से पूरा टोटाल लिस्ट की केमी आम 5 द्वारा डिवाइड करवा तो से आम जेकोसी नम को जेकोसी गोटे भेरिएबल को आम कौन करवा ना बुझी डिवाइड करवा जेकोसी गोटे गोटे इंटीजर को आम डिवाइड करवा क्या द्वारा ना नंबर द्वारा 5 द्वारा डिवाइड करवा तो जो मुझे 5 द्वारा डिवाइड कर सपोज ए रन करी तो ए ठीक ठाक रन हम चलो सी मत कौन देखा हूँ 15 एटा ठीक अच्छे प्रिंट मुझे नम बोली प्रिंट करुच्ची सी मत कि देखलानी कौन पाई देखलानी तो मुझे नम प्रिंट न करी आई की प्रिंट करी सपोज नम कहीं प्रिंट करी सपोज आई को प्रिंट करी कहीं मुझे आईटा आई भैल्यू 12 कि आई भैल्यू 34 कि आई भैल्यू 15 कि आई भैल्यू 76 तो जो नंबरटा आम 5 द्वारा डिविजिबल हम तो से नंबरटा मुझे प्रिंट करी तो सिंपली मुझे प्रिंट आई लिखी तो मुझे रन कर तो देखा हाँ 15टा आम रोचे डिविजिबल बाय 5 तो सेटा देखा ठीक अच्छे सपोज इन द केस देयर इज ए ट्विस्ट हियर द इन द केस मुझे कौन करना आउ गोटे भैल्यू देली 25 तो मुझे रन करी कोड को
तो सी कौन दरकार ना मतलब दुईटा भैल्यू दरकार मोर इन द केस मोर दुईटा भैल्यू दरकार ना मोर ओनली गोटे भैल्यू दरकार जोटा फास्ट भैल्यू दरकार हूँ 15 मोर दरकार तो तापर मोर आ किसी भी भैल्यू दरकार ना तो इन द केस मोर 15 ही दरकार तो तापर जिते भी भैल्यू अच्छी तो मोर किसी दरकार ना मोर प्रथम संख्या जोटा 5 द्वारा डिविजिबल मोर से संख्याटा दरकार इन द केस मु कौन करी तो ये मत कौन करने पड़ो हूँ ब्रेक यूज करने पड़ो कौन पर ब्रेक मुझे तुमको कही ब्रेक मान हूँ जस्ट कौन ना से सी आउट ऑफ द लूप को नहीं आसो माने जस्ट ब्रेक करदेव माने से ब्रेक करके आउट ऑफ द लूप नहीं आसो माने जो आम पाई 5 द्वारा डिविजिबल गोटे संख्या से लूप को ब्रेक करके पूरा नहीं आसो लास्ट को तो मुझे सिंपली ये कौन करना ब्रेक बोली यूज कली तो ब्रेक बोली यूज कले मुझे कौन करना रन जो कली मोर जितेटा भैल्यू था मोर ओनली गोटे भैल्यू ही दरकार मोर सपोज इन द केस ये मोर अच्छी 75 भी अच्छी मोर इन द केस हो 90 भी अच्छी तो जहाँ भी था तो मोर कौन ना सी जस्ट चेक कर जो मोर फास्ट भैल्यू पाई फास्ट पॉइंट पाईगला मैं सही तो कौन कला ना ब्रेक करदेला मुझे सपोज एवं रन करुच्ची तो मुझे गोटे भैल्यू ही दूसरी तो इन द केस मोर इनिशियल जब मोर 10 अच्छी तो मुझे जो रन कर मतलब ओनली फास्ट पॉइंटा ही दूसरी इन द केस देयर इज ए ट्विस्ट हियर ऑल्सो तो सपोज इन द केस आमर आदु भैल्यू नहीं जोटा कि 5 द्वारा डिविजिबल इन द केस मोर एटा 19 सपोज मोर एटा 254 इन द केस मोर 75 टा 6 तो एठी मोर सपोज 8 तो मोर कौन सी भी भैल्यू 5 द्वारा डिविजिबल नुहे तो मुझे ये रन करुच्ची तो सी मत कौन दूसरी ना ब्लांक दे दूसरी माने किसी ना तो मुझे ब्लांक चाहूनी मुझे कौन करने चाहूँ एल्स पार्ट में मुझे प्रिंट करने चाहूँगी ना कौन प्रिंट करने चाहूँगी नॉट फाउंड ओके तो ठीक अच्छे मुझे नॉट फाउंड प्रिंट करी तो मुझे एल्स इफ जगह एल्स प्रिंट करी तो कौन करी ना प्रिंट करी कौन ना सिंपली प्रिंट करी कौन ना अच्छी प्रिंट करी जे नॉट फाउंड ओके जो से न पाइब से कौन कर ना प्रिंट कर नॉट फाउंड ठीक है तो यहाँ जो प्रिंट करी रन करी सी जो पाइब तो देख हूँ प्रिंट कर न पाइब से एल्स कौन कर नॉट फाउंड बोली प्रिंट कर तो ओके ठीक अच्छे मुझे रन कर रन मैन कर होल्ड ऑन तो कौन हो देख नॉट फाउंड नॉट फाउंड नॉट फाउंड 3 थर 6 थर 7 थर प्रिंट कर जितेटा हूँ लिस्ट जितेटा भैल्यू अच्छी से थर आम कौन करना प्रिंट कर नॉट फाउंड ता माने कौन हो सी हूँ फास्ट हूँ ना ना पाइलानी जो न पाइला तो ब्रेक आम लिखी साउथ साइड ऑफ द लूप पड़े आसा ब्रेक हूँ ब्रेक कलानी तो जो से पाइब से ब्रेक कर तो जो से पाइलानी तो ब्रेक है तो ब्रेक है जो से न पाइला से कौन कला नॉट फाउंड प्रिंट कला पुणी जो हूँ गला ऊपर गला तो सी हूँ पाइलानी पुणी नॉट फाउंड प्रिंट कला तो इन द केस आम कौन करा ये आइडेंटिफिकेशन देख आम इफ सीधार एल्स यूज कर मैंने एल्स फॉर द इफ तो किंतु आम जो ये एल्सटा आम यूज करवा ये माने फॉर लूप आम एल्स यूज करवा जोटा कि अन्य कौन सी प्रोग्रामिंग लैंग्वेज रे फॉर सो आम एल्स यूज कर एक्चुअली आम यहाँ डे टू डे लाइफ रे किसी एमती दरकार आसोनी कि आम प्रोग्राम लिखला बेले आसोनी किसी दरकार आसोनी जस्ट मुझे तुमको गोटे एग्जांपल यहाँ पाइथन रे सपोर्ट आउ तार गोटे जस्ट एग्जांपल दवाक जाई मुझे तुमको एग्जांपलटा दउछि तो से देख मुझे फॉर जगह एल्स को प्रिंट करके रन करुच्ची से मत कौन दूसरी ना नॉट फाउंड ता माने होची सपोज मुझे कर दूसरी 10 कर दूसरी मुझे रन कर कौन ना 10 द्वारा और जो मोर कौन भी संख्या इन द केस नहीं मुझे रन कर माने होची से नॉट फाउंड दूसरी ता माने होची सपोज से किसी पाइलानी तो होची जो नंबर ऑफ स्टेटमेंट लाइन ऑफ स्टेटमेंट से लूपटा को रन कला तो किसी जो न पारे लास्ट को से प्रिंट करा नॉट फाउंड किंतु जदि आम यही एल्सटा को जदि आम लिखुंती यही एल्स को आम जब लिखुंट क्या अंडर रे ना इफ जदि आम एल्स को लिखुंट से कौन कर ना ये थे पाऊना सपोज फास्ट 101 चेक कला नॉट डिविजिबल बाय 0 से आउटसाइड द लूप आसला प्रिंट कला नॉट फाउंड पुणी सेकेंड चेक कला 34 नॉट डिविजिबल बाय 5 तो पुणी प्रिंट कला नॉट फाउंड तो यही इफ्टा को आम एल्स यूज नक आम कौन करवा ना हूँ क्या यूज करवा ना यूज करवा फॉर तो जोटा कि प्रिंट करे से जस्ट जदि पाइला तो लिखला जदि न पाइला तो सिंपली से नॉट फाउंड बोली लिखला तो जोटा कि आम लिखिपर हूँ पाइथन रे आम कर तो फॉर्स आम एल्स भी यूज कर जो कि अन्य कौन लैंग्वेज आम फॉर्स एल्स यूज कर ना तो यहाँ हूँ डिफरेन्स पाइथन अन्य लैंग्वेज आम फॉर्स एल्स को यूज करके आम किसी भी गोटे जिनस करने चाहूँ आम आहरी इजी कर
ତ ଆମେ ଏତିକି ମୁଁ କହୁଛି। ତ ୟା ନେକ୍ସଟ କ୍ଲାସରେ ଆମେ ହେଉଛି କ'ଣ କରିବା ନା ଫିବୋନାକି ସିରିଜ ପଢ଼ିବା। ତ ଫିବୋନାକି ସିରିଜ ଲୁକାସ୍ ସିରିଜ ମୁଁ ତୁମକୁ କହିବି, ଡିଟେଲ୍ସ କହିବି। ତ ହେଉଛି ନେକ୍ସଟ କ୍ଲାସରେ ପଢ଼ିବା। ତ ଆଜି ପାଇଁ ଏତିକି। ଆଉ କାହାର ବି କିଛି ଡାଉଟ୍ ଅଛି ଯଦି ପଚାର, ନହେଲେ ହେଉଛି କ୍ଲୋଜ୍ କରିଦେବା। ତ 2 ଜଣ ତ ଅଛ, ଯିଏ ବି ନ ଅଛ ସେ ତ ରେକର୍ଡେଡ଼ ଭିଡ଼ିଓ ଲିଙ୍କ୍ ଦେଇଦେବି ଦେଖିବେ। ତ ରୁଦ୍ର ସଂଯୁକ୍ତା, ତ 2 ଜଣ ଯାହାର ବି କିଛି ବି ଡାଉଟ୍ ଅଛି ଯଦି ବୁଝିପାରିଲନି ପୁରା ଲୁକା ସିରିଜଟା କ'ଣ ଟିକେ କହିଦେବେ ନା, ହିଣ୍ଟସ୍ କିଛି ଦେବେ ନା? ତ ଫିବୋନାକି ସିରିଜ ଜାଣିଛୁ? ଫିବୋନାକି ସିରିଜ ଧର ଫାର୍ଷ୍ଟ ଆଉ ସେକେଣ୍ଡର ମିଶେଇକି ଥାର୍ଡ଼ଟା ପ୍ରିଣ୍ଟ କରିବ। ହଁ, ଫାର୍ଷ୍ଟ ଆଉ ସେକେଣ୍ଡଟା ହେଉଛି 0 ଆଉ 1। ଫିବୋନାକି ସିରିଜର ଫାର୍ଷ୍ଟ ହେଉଛି 0, ସେଟା ପ୍ରି ଡିଫାଇନ୍ଡ। ଫାର୍ଷ୍ଟ ହେଉଛି 0, ସେକେଣ୍ଡ ହେଉଛି 1, ଯେଉଁଟାକି 0 1 ତାକୁ ମିଶେଇକି ଥାର୍ଡ଼ଟା ପ୍ରିଣ୍ଟ କରିବ। ତାମାନେ ତାର ସିରିଜଟା ହେଉଛି ଇନ୍ ଦ କେସ୍, ମୁଁ ତତେ ଏଇଠି ଦେଖେଇ ଦେଉଛି। ତୁ ବି ଏଇଟା ସଂଯୁକ୍ତା ବି ଦେଖ, ଏଇଟା ଫିବୋନାକି ସିରିଜ କ'ଣ। ତ ସେ ମୁଁ ଏଇଟାକୁ ଟୋଟାଲ କ୍ଲିୟର କରୁଛି। ଆକ୍ଚୁଆଲି ଚାର୍ଜ 15% ଅଛି। ଆଉ ମୁଁ ତୁମକୁ କହିଦେଉଛି ଜଲ୍ଦି। ତ ହେଉଛି ଫାର୍ଷ୍ଟ କ'ଣ ନା ତାର ଭ୍ୟାଲୁ ହେଉଛି 0, ତାପରେ ତାର ଭ୍ୟାଲୁ ହେଉଛି 1। ଏଇଟା ଆମେ କରୁଛନ୍ତି ଫିବୋନାକି ସିରିଜ। ତ ଫିବୋନାକି ସିରିଜ ହେଉଛି ମାନେ ଇନିସିଆଲି 0, ତାପରେ 1, ତାପରେ କ'ଣ କରିବ ନା ତା ସିକ୍ୱେନ୍ସଟା ଏମିତି, ଏଇ ଦୁଇଟା ଲାଷ୍ଟ 2ର ଭ୍ୟାଲୁକୁ ସେ ମିଶେଇକି ଥାର୍ଡ଼ ଭ୍ୟାଲୁ ପ୍ରିଣ୍ଟ କରିବ। ତାପରେ ଭ୍ୟାଲୁ ଆମର ହେବ ହେଉଛି 0 1 ମିଶେଇଲେ 1 ହେବ। ପୁଣି ତାପରେ ଭ୍ୟାଲୁ କ'ଣ ହେବ ନା ଲାଷ୍ଟ 2କୁ ମିଶେଇବ, 1 1 ମିଶେଇବ। ତ ତା ଭ୍ୟାଲୁ 1 1 ମିଶେଇଲେ 2 ହେବ। ପୁଣି ନେକ୍ସଟ କ'ଣ ହେବ ନା ତାର ଭ୍ୟାଲୁ ଲାଷ୍ଟ 2ଟା ଭ୍ୟାଲୁକୁ ମିଶେଇବ, 2 + 1 ମିଶେଇବ 3 ହେବ। ପୁଣି ଏମିତି ସିକ୍ୱେନ୍ସ ଚାଲିବ, 3 2 5 ହେବ, 5 ହେବ। ତ ପୁଣି ତା ସିକ୍ୱେନ୍ସ ଚାଲିବ 5 3 8 ହେବ। ତ 8 ପରେ ତା ସିକ୍ୱେନ୍ସ ପୁଣି ଏମିତି ଚାଲିବ 8 5 13 ହେବ, ଆଣ୍ଡ ସୋ ଅନ୍। ଏମିତି ହେଇକି ଚାଲିବ। ତ ଏଇଟା ହେଉଛି କ'ଣ ନା ଫିବୋନାକି ସିରିଜ। ତ ଏଇଟାକୁ ଆମେ ବାଇ କୋଡ୍ କେମିତି ଆମେ ହେଉଛି ଲେଖିବା ହେଉଛି କାଲିକି ମୁଁ କହିବି। ଆଉ ଏଇଟା ହେଉଛି ଫିବୋନାକି ସିରିଜ। ଆଉ ଲୁକା ସିରିଜ ହେଉଛି, ଲୁକା ସିରିଜରେ ଫାର୍ଷ୍ଟ ହେଉଛି ଇନିସିଆଲ ପଏଣ୍ଟ ହେଉଛି 1 ହେଉଛି, ତାପରେ ସେକେଣ୍ଡ ପଏଣ୍ଟଟା ହେଉଛି ବୋଧେ 3, ମୋତେ ଲେଟ୍ ମି କନଫର୍ମ। ତ ତାପରେ ସେମିତି ହେଉଛି ହେଇକି ଚାଲିବ। ମାନେ କ'ଣ କହିଲ, ସେମିତି ଫାର୍ଷ୍ଟ ଦୁଇଟାକୁ ମିଶେଇ ଚାଲିବ। ଯେମିତି ଫିବୋନାକି ସିରିଜରେ ଇନିସିଆଲି ହେଉଛି 0 ଆଉ 1, ତ ସେମିତି ହେଉଛି ଲୁକାସ୍ ସିରିଜରେ ଫାର୍ଷ୍ଟ ହେଉଛି, ତ ମୁଁ କହୁଛି ଲୁକାସ୍ ସିରିଜଟା କ'ଣ। ତ ମୁଁ ଏଠି ଜଷ୍ଟ ତୁମକୁ ବି ଦେଖେଇ ଦେଉଛି, ତୁମ ସ୍କ୍ରିନ୍ ରିପ୍ରେଜେଣ୍ଟ କରୁଛି। ତ ମୁଁ ଏଠି ତୁମକୁ ଦେଖେଇ ଦେଉଛି ଗୁଗଲରେ ଲୁକାସ୍ ସିରିଜ। ଲୁକାସ୍ ସିରିଜ ହେଉଛି, ତ ଏଇଟା ଲୁକାସ୍ ସିରିଜ ଆକ୍ଚୁଆଲି ନୁହେଁ। ତ ଲୁକାସ୍ ସିରିଜରେ ଫାର୍ଷ୍ଟ ହେଉଛି ବୋଧେ 1 ଦେନ୍ 3। ମୁଁ ତୁମକୁ, ହଁ ଏଇଟା ହେଉଛି ଲୁକାସ୍ ସିରିଜ। ତ ଲୁକାସ୍ ସିରିଜ ଏଇଟା ମୁଁ ତୁମକୁ ଯେଉଁଟା କହିଲି, ତ ଏଇଟା ଯେଉଁ ଆମେ ଦେଖୁଛନ୍ତି ଏଇଟା ହେଉଛି ଲୁକାସ୍ ସିରିଜ। ତ ଲୁକାସ୍ ସିରିଜ ହେଉଛି ଏଇଟା। ହଁ, ଏଇଟା ହେଉଛି। ତ ଏଇଠି ଆମେ କ'ଣ ହେଉଥିଲା ନା 0 ଆଉ 1ରୁ ଷ୍ଟାର୍ଟ ହେଉଥିଲା ଫିବୋନାକି ସିରିଜ, ଯେଉଁଟାକି 0 ଆଉ 1 ପ୍ରି ଡିଫାଇନ୍ଡ। ତ ଏଇ ଦୁଇଟା ମିଶେଇକି ଆମେ ସେକେଣ୍ଡକୁ ଯାଉଥିଲେ। ତ ଏଠି କ'ଣ ନା 1 ଆଉ 3 ପ୍ରି ଡିଫାଇନ୍ଡ। ତ ଏଇ ଦୁଇଟାକୁ ମିଶେଇକି ଆମେ 4th ପ୍ରିଣ୍ଟ କରିବା। ତ ପୁଣି ଲାଷ୍ଟ ଦୁଇଟାକୁ ପ୍ରିଣ୍ଟ କରିକି 7 କରିବା। ତ ଫିବୋନାକି ସିରିଜ 0 ଆଉ 1ରୁ ଷ୍ଟାର୍ଟ ହେଉଥିଲା, ତ ଲୁକାସ୍ ସିରିଜ 1 ଆଉ 3ରୁ ପ୍ରିଣ୍ଟ ହେବ। ତ ଏଇଟା ହେଉଛି ତାର ହେଉଛି ଡିଫରେନ୍ସ ଆଣ୍ଡ ସୋ ଅନ୍। ତ ଏମିତି ଆମେ ହେଉଛି ନେକ୍ସଟ କ୍ଲାସରେ ୟାର ହେଉଛି ଲଜିକ୍ ଲେଖିବା, ଆମେ ହେଉଛି ଲଜିକ୍ ହେଉଛି କରିବା। ତ ଠିକ୍ ଅଛି, ଏବେ ହେଉଛି ଆଜି ପାଇଁ ଏତିକି। ତୁ ସଂଯୁକ୍ତ କିଛି ପଚାରିବି ଯଦି ପଚାର, କ'ଣ ବି ଡାଉଟ୍ ଅଛି ତ ପଚାର, ନହେଲେ ହେଉଛି ସିମ୍ପଲି ହେଉଛି ନା କ'ଣ କ୍ଲୋଜ୍ କରିଦେବା ଆଜି, କାଲିକି ହେଉଛି କରିବା। ମୁଁ ବୁଝିଲି ସବୁ। ଠିକ୍ ଅଛି, ତୁମେ ବୁଝିଲ ଯଦି ନେକ୍ସଟ କ୍ଲାସରେ କରିବା। ଆମେ ଲୁକାସ୍ ସିରିଜ ପ୍ରିଣ୍ଟ କରିବା, କେମିତି କ'ଣ ହେଉଛି ଦେଖିବା। ଠିକ୍ ଅଛି, ଥ୍ୟାଙ୍କ ୟୁ।